ସଦାପ୍ରଭୁଙ୍କ ନାମ ଧନ୍ୟବାଦ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ସଦାପ୍ରଭୁ ଆଜି ଏହି ଖାରିଗୁଡ଼ା ମଣ୍ଡଳୀରେ ମନୋନୀତ କରିଥିବା ହେତୁ ଭାଇ ବେଞ୍ଜାମିନ ଆସିଥିବା ହେତୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ। ଆଉ ପ୍ରଭୁ ସୁରକ୍ଷା ଜାଗ୍ରତ ଭାବରେ ପହଞ୍ଚାଇ ତାଙ୍କରି ଗୌରବ କରିବା ପାଇଁ ମୋ ପରିବାର ମଣ୍ଡଳୀରେ ଆଣିଥିବା ହେତୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦେଉଛି। ଏହି ପ୍ରାର୍ଥନା ଆରମ୍ଭରୁ ସମାପ୍ତ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କ ନିକଟରେ ଧନ୍ୟବାଦ ଅର୍ପଣ କରିବା ଏବଂ ତାଙ୍କରି ଗୌରବ ପ୍ରଶଂସା କରିବା। ଆସନ୍ତୁ ଆମେ ସଦାପ୍ରଭୁଙ୍କ ନିକଟରେ ଧନ୍ୟବାଦ ଅର୍ପଣ କରିବା। सर्वशक्तिमान सर्वगति सदाप्रभु तुम्हारे महान पवित्र नाम को धन्यवाद गुरुजी। पवित्र आत्मा पर तुम्हारे गौरव तुम्हारी प्रशंसा प्रकाश कर तुम्हें मेरे माने जी तो परमेश्वर मोर धन्यवाद। प्रभु यीशु तुम्हारी मनोनीत सद्भक्त दास मान पाली जो तुम्हारे धन्यवाद गुरुजी। पवित्र परमेश्वर परिवार प्रार्थना करने ପାଇଁ ସୁଯୋଗ ଦେଇଥିବା जो तुम्हारे धन्यवाद गुरुजी। प्रत्येक लोक मान को तुम्हें सुरक्षा जागृत आनिथिबा जो तुम्हारे धन्यवाद गुरुजी। प्रार्थना आरंभ रु पुणी समाप्त पर्यंत तुम्हें संघर्ष वर्ती गीत माध्यम रे वाक्य दे तुम्हें कथा कहि हे पवित्र आत्मा पर तुम्हें गौरवान्वित होले तुम्हारे धन्यवाद अर्पण करि तुम्हारे गौरव प्रदान करि समर दोजे। प्रार्थना आरंभ रु पुणी समाप्त पर्यंत तुम्हें संघर्ष वर्ती परमेश्वर हो बोले धन्यवाद करि पिता परमेश्वर निकट केवल नाजरी यीशु टंका निवेदन करूअछि। आमेन। गाइबा यीशुका नाम चरणे करे प्रणाम। गाइबा
या प्रभु माने करे प्रभु देव माने करे देव पवित्र या बेटा न करे मैं मेरे माने करे परमेश्वर मन धन्यवाद करो संपर बाबू प्रार्थना तो देव वंदना भाई के मात्र के बिंदा के जीवन तो दिला बड़ा या हे यीशु हे प्रभु हे पवित्र 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 अति पवित्र सर्वमय प्रभु तमे जुगे जुगे धन्य हालेलुया 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 प्रभु तोरी पूर्व संकल्प योजना अनुसार प्रभु तोर
ତମର ପ୍ରିୟ ଦାସଙ୍କୁ ଓ ପ୍ରଭୁ ଆମ୍ଭମାନଙ୍କ ମଧ୍ୟକୁ ଆଣିଲ, ଏ ମଣ୍ଡଳୀକି ଆଣିଲ ତମର ଭକ୍ତମାନଙ୍କ ଗହଣରେ। ଓ ପ୍ରଭୁ ମଣ୍ଡଳୀର ପ୍ରତ୍ୟେକଙ୍କ ଉପସ୍ଥିତିରେ ଓ ପ୍ରଭୁ ବିଭିନ୍ନ ମଣ୍ଡଳୀରୁ ଆସିଥିବା ବାଳକ ମାନଙ୍କର ସହିତ ତମର ଗୌରବ ପ୍ରଶଂସା କରିବା ପାଇଁ ଆମ୍ଭମାନଙ୍କୁ ଅନୁଗ୍ରହ କରିଛ ପ୍ରଭୁ। ସେଥିପାଇଁ ଧନ୍ୟବାଦ 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 ଧନ୍ୟବାଦ। ହାଲେଲୁୟା 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 ହାଲେଲୁୟା। ବାପା এই সুন্দর সুযোগ দিয়েছ, অবকাশ দিয়েছ, এই সুযোগর সদ্ব্যবহার করিব কৃপা কর, কারণ কাল মন্দ অটে প্রভু। অনুগ্রহ কল, কৃপা কল। মৃত্যু শয্যার আম্ভানকু ও প্রভু জীবিত ମାନଙ୍କ ଦେଶରେ ବସବାସ କରିବା ପାଇଁ ସୁନ୍ଦର ସୁଯୋଗ ଦେଇଛ ତମର ଗୌରବ ପ୍ରଶଂସା କରିବା ପାଇଁ, ତମ ମୁଖ ଅନ୍ବେଷଣ କରିବା ପାଇଁ ଓ ତମ ଦାସଙ୍କ ମୁଖର ବାକ୍ୟ ଶୁଣି ପବିତ୍ର ଜୀବନ କାଟୁ କାଟୁ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରିଛ। ସେଥିପାଇଁ ଧନ୍ୟବାଦ। ହାଲେଲୁୟା ହାଲେଲୁୟା ହାଲେଲୁୟା। ପ୍ରଭୁ ଆଜିର ସେବା କାର୍ଯ୍ୟ ତମ ଦୃଷ୍ଟିରେ ବହୁମୂଲ୍ୟ ହଉ। ଓ ବିଭିନ୍ନ ସ୍ଥାନରୁ ବିଭିନ୍ନ ମଣ୍ଡଳୀରୁ ତମର ଲୋକମାନେ ବିଭିନ୍ନ କ୍ଷୁଧା ତୃଷା ନେଇ ଆସି ଅଛନ୍ତି ବାପା। ଆମ ସମସ୍ତଙ୍କୁ ଆଶୀର୍ବାଦ କର, ଅନୁଗ୍ରହ କର। ସେବା କାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତମ ପବିତ୍ର ଉପସ୍ଥିତି ରହୁ ପ୍ରଭୁ। ଏ ପବିତ୍ର ଆତ୍ମା ଈଶ୍ୱର ତୁମେ ଆମମାନଙ୍କ ମଧ୍ୟରେ ଗମନ କର ପ୍ରଭୁ। ପ୍ରଭୁ ତମେ ଆମମାନଙ୍କ ଅନ୍ତରକୁ ସ୍ପର୍ଶ କର ପ୍ରଭୁ। ଅନୁଗ୍ରହ କର, କୃପା କର। ଆମମାନଙ୍କର ପାପ ଅପରାଧ ସବୁ କିଛି ଯୀଶୁ ବାପା ତ ପବିତ୍ର ପାତଳେ ରଖୁଛୁ, ସମର୍ପଣ କରୁଛୁ। ଆମେ ମାନେ ଯେ ମନୁଷ୍ୟ ଏ କଥା ତମେ ସ୍ମରଣ କର। ଆମେ ମାନେ ଯେ ଧୂଳି ମାତ୍ର ଏ କଥା ତମେ ସ୍ମରଣ କର ପ୍ରଭୁ। ତମ ପବିତ୍ର ରକ୍ତ ଦ୍ୱାରା ଧୋଇ ଦିଅ, ଶୁଚି କର, ପବିତ୍ର କର, ଯଦ୍ୱାରା ତମର ଅନୁଗ୍ରହ ସିଂହାସନ ନିକଟବର୍ତ୍ତୀ ଆମେ ମାନେ ହୋଇପାରିବୁ ପ୍ରଭୁ। ତମ ଦାସଙ୍କୁ ଏ ପର୍ଯ୍ୟନ୍ତ କଢି ଆଣିଛ ପ୍ରଭୁ। ଦୀର୍ଘ ବର୍ଷ ତୁମର ସେବା କାର୍ଯ୍ୟରେ ଲିପ୍ତ ରହିବା ପାଇଁ କଡାକଡି ଭାବେ ତମ ପବିତ୍ର ବାକ୍ୟକୁ ପାଳନ କରି ସେ ଅନୁସାରେ ଶିକ୍ଷା ଦେଇ ଅନେକଙ୍କର ପରିତ୍ରାଣର କାରଣ, ଆନନ୍ଦର କାରଣ, ସୁସ୍ଥତାର କାରଣ ହବା ପାଇଁ ତମ ଦାସଙ୍କୁ ଅନୁଗ୍ରହ କରିଛ। ସେଥିପାଇଁ ଧନ୍ୟବାଦ 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 ପ୍ରଭୁ। ତାଙ୍କ ମୁଖ ଦେଇ ଆମ୍ଭମାନଙ୍କୁ କଥା ଆମ୍ଭମାନଙ୍କର ଆତ୍ମିକ ଦୁର୍ବଳତାରୁ ଓ ପ୍ରଭୁ ଯେ ପ୍ରକାର ଆମ୍ଭମାନେ ପୃଥକ ରହିପାରିବୁ, ଦୁର୍ବଳ ଲୋକମାନଙ୍କୁ ସବଳ କରିବା ପାଇଁ ତମ ଦାସଙ୍କୁ ଏଇ ସମୟରେ ପ୍ରଭୁ ଓ ପ୍ରଭୁ ତମେ ଆଣିଅଛ। ଆମ ଅଞ୍ଚଳରେ ତମେ ତାଙ୍କୁ ବ୍ୟବହାର କରୁଅଛ। ପୁଣି ଫେସବୁକ ମାଧ୍ୟମରେ, ୟୁଟ୍ୟୁବ ମାଧ୍ୟମରେ, ଅନଲାଇନ ମାଧ୍ୟମରେ ଯେତେ ଜଣ ଏ ପ୍ରୋଗ୍ରାମ ଦେଖୁଅଛନ୍ତି ସମସ୍ତଙ୍କୁ ତମେ ଆଶୀର୍ବାଦ କର। ସମସ୍ତେ ଯେ ପ୍ରକାର ତମ ସ୍ୱର୍ଗ ରାଜ୍ୟ ନିମିତ୍ତ ଆମେ ମାନେ ସଦା ସର୍ବଦା ପ୍ରସ୍ତୁତ ହବୁ, ଜାଗ୍ରତ ରହିବୁ ପ୍ରଭୁ। କୃପା କର, ଏ ମଣ୍ଡଳୀକି ଆଶୀର୍ବାଦ କର, ଅନୁଗ୍ରହ କର ପ୍ରଭୁ। ତମେ ଯୁଗେ ଯୁଗେ ଧନ୍ୟ, ତମ ନାମ ଧନ୍ୟ ହଉ ପ୍ରଭୁ। ତମ ଦାସ ଦାସୀଙ୍କି ତମେ ମାତାଙ୍କ ଅନୁରୋଧ ପ୍ରଭୁ ଉଦରରୁ ଅନୁଗ୍ରହରେ ପରିପୂର୍ଣ୍ଣ କରି ପ୍ରଭୁ ପରିବାର ଗଠନ କରିବାକୁ ଦେବା ସଙ୍ଗେ ସଙ୍ଗେ ଏ ମଣ୍ଡଳୀକି ଗଠନ କରିଛ। ତମ ପବିତ୍ର ରକ୍ତ ଦ୍ୱାରା ଏ ମଣ୍ଡଳୀକି କିଣିଛ। ସେଥିପାଇଁ ଧନ୍ୟବାଦ ଦଉଛି ପ୍ରଭୁ। ତମର ଦାସ ଦାସୀ ମାନଙ୍କ ପାଇଁ ତମ ଧନ୍ୟବାଦ ଦଉଛି ବାପା। କେତେ ସୁନ୍ଦର ଯୋଜନା ତମେ ଏହି ଅଞ୍ଚଳରେ କରିଛ, ସେଥିପାଇଁ ଧନ୍ୟବାଦ ପ୍ରଭୁ। ଆଜିର ସେବା କାର୍ଯ୍ୟରେ ତମର ପବିତ୍ର ଉପସ୍ଥିତି ରଖ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ତମେ ଅଧିକାର କର। ସେବା କାର୍ଯ୍ୟର ଅବଶିଷ୍ଟାଂଶ ସମୟକୁ ତମ ପବିତ୍ର ପାଦତଳେ ସମର୍ପଣ କରୁଛୁ ବାପା। ତମର ଉପସ୍ଥିତି ଦ୍ୱାରା ଶୈତାନର ଶକ୍ତି ଲୋପ ହଉ। ସେବା କାର୍ଯ୍ୟ ବିରୁଦ୍ଧରେ ଯଦି କିଛି ପ୍ରତିକୂଳ ଶକ୍ତି ଥାଏ, ଶୈତାନର ଚାତୁରୀ ଥାଏ, ଯୀଶୁଙ୍କ ନାମରେ ଆମେ ଅଗ୍ରାହ୍ୟ କରୁଛୁ। ତମେ ଦୟା କର, ଦୟା କର। ସମସ୍ତଙ୍କୁ ଶାନ୍ତି ଓ ଶୃଙ୍ଖଳାର ଆତ୍ମା ପ୍ରଦାନ କର। ନିଦ୍ରାଳୁର ଆତ୍ମା ଚାଲିଯାଉ, ବିଶୃଙ୍ଖଳାର ଆତ୍ମା ଚାଲିଯାଉ, ଅସ୍ଥିର ଆତ୍ମା ଚାଲିଯାଉ। ତମର ଗୌରବ ପାଇଁ ବଞ୍ଚିବୁ, ତମ ଗୌରବ ପାଇଁ ସ୍ଥାନରେ ବ୍ୟବହାର ହବୁ ପ୍ରଭୁ। କୃପା ବାପା, ତମରି ଗୌରବ ତମେ ଅନ୍ୟ କାହାକୁ ଦେବ ନାହିଁ। ତମ ଗୌରବ ପାଇଁ ସମସ୍ତଙ୍କୁ, ଉପସ୍ଥିତ ସମସ୍ତଙ୍କୁ ଏ ମଣ୍ଡଳୀକି ତମେ ଆପ୍ୟାୟିତ କରୁ କରୁ ଅନନ୍ତ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ ଆମମାନଙ୍କୁ କୃପା କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଛୁ। ତୁମ ପଛେ ଚାଲିବି ଯୀଶୁ, ତୁମ ପଛେ ଚାଲିବି।
প্রভু করুণারে আশ্রয় করে Hallelujah. তাঙ্ক বিধি সবরু দয়া করে
প্রধান আজ্ঞা অଛନ୍ତି Praise the Lord. বাক্য নিমিত্তে Hallelujah. প্রার্থনা করি আমি সমস্ত একমত হলাম Praise the Lord. ধন্যবাদ 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 প্রেমময় দয়াময় স্নেহময় কৃপাময় পরমেশ্বর তোমার পবিত্র নামକୁ ধন্যবাদ দেଉଛୁ ତୁମର ଗୌରବ କରୁଛୁ ପ୍ରଶଂସା କରୁଛୁ ସ୍ତୁତି ବନ୍ଦନା କରୁଛୁ ପ୍ରଭୁ ତୁମର ଦୟା ଅନୁଗ୍ରହ ଆମ ପ୍ରତି ଥିବା ହେତୁ କିଛି ଦିନ ହେଲାଣି ପ୍ରଭୁ ତୁମର ପ୍ରିୟ ଦାସଙ୍କୁ 19 ତାରିଖରୁ ବର୍ତ୍ତମାନ ପ୍ରଭୁ 6 ତାରିଖ ପର୍ଯ୍ୟନ୍ତ ମହାନ ଅଞ୍ଚଳ ରଖି ବିଭିନ୍ନ ସ୍ଥାନକୁ ନେଇ ତୁମେ ତାଙ୍କ ମୁଖ ଦେଇ ଆମକୁ କଥା କହି ଆମଙ୍କ ଦୁର୍ବଳ ଜନକୁ ତୁମେ ସବଳ କରି ପୁଣି ଉତ୍ସାହିତ କରୁଛ ଧନ୍ୟବାଦ ଉଦାରବାଣୀ ଶାଖାବାରବାଣୀ କାନ୍ଦାରବାଣୀ ଖାନାରବାରବାରୀ ପ୍ରଭୁ ତୁମେ ମହାନ ଏବଂ ସର୍ବଶକ୍ତିମାନ ତୁମେ ଆମକୁ କେବେ ଛାଡ଼ି ନ କିଆ ପରିତ୍ୟାଗ କରିନା ତୁମେ ମାନଙ୍କୁ ପ୍ରଭୁ ଧୂଳିରେ ଗଲେ ଝାଡ଼ି କୂଳକୁ ନେଇଛ ପ୍ରଭୁ ପଡ଼ିଗଲେ ଆମକୁ ଉଠେଇଛ ପ୍ରଭୁ ତୁମର ସେ ଦକ୍ଷିଣ ହସ୍ତରେ ଆମକୁ ଧରି ରଖିଛ ତୁମର ପକ୍ଷ ଛାୟା ତଳେ ଆମକୁ ଆଶ୍ରୟ ଦେଇଛ ଏଥିପାଇଁ ତୁମ ନାମରେ ଧନ୍ୟବାଦ ଦେଉଛୁ ଏ ଦିନ ମାନଙ୍କରେ ତୁମେ ନୂଆ ନୂଆ କଥା କହି ଆମକୁ ଉତ୍ସାହିତ କରୁଛ ଆମଙ୍କ ହୃଦୟକୁ ଉତ୍ତେଜନା କରୁଛ ଶାରୀରିକ ଜୀବନରୁ ଆମକୁ ଆତ୍ମିକ ଜୀବନରେ ତୁମେ ପରିଣତ କରିଛ ଆମଙ୍କ ସମସ୍ତ ବିଷୟ ବଦଳିବାକୁ ତୁମେ ଦେଇଛ ଏ କିଛି ଦିନ ହେଲାଣି ଆମକୁ ତୁମ ଦାସଙ୍କ ସହିତ ଏକତ୍ର କରି ନୂଆ ନୂଆ କଥା କହିବା ପାଇଁ ନୂଆ ନୂଆ ବାକ୍ୟ କହିବା ପାଇଁ ନୂଆ ନୂଆ ଜୀବନ କାଟିବା ପାଇଁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ପାଇଁ ଆମକୁ ଆତ୍ମିକ କ୍ଷେତ୍ରରେ ଉତ୍ସାହିତ ଉଦ୍ଦୀପିତ କରିଛ ଏଥିପାଇଁ ତୁମ ନାମରେ ଧନ୍ୟବାଦ ହାଲେଲୁୟା ରୁଖାବାରୀ ଶାଖାବାରବାରୀ କାନ୍ଦାରବା ଆଜି ପ୍ରଭୁ ଖାଇରୁଡ଼ା ମଣ୍ଡଳୀ ଓ ପାଷ୍ଟର ସୁନାଥ ତାଙ୍କ ପରିବାର ସହିତ ଆମକୁ ତୁମେ ଏଠି ଏକତ୍ରିତ କରିଛ ଧନ୍ୟବାଦ ଦେଉଛୁ ପ୍ରଭୁ ହାଲେଲୁୟା ହାଲେଲୁୟା ପୁରା ଶାଖାବାରବାରୀ କାନ୍ଦାରବା ଆସ ବିଦ୍ୟମାନ ବିରାଜିତ ହୋଇ ସ୍ଥାନରେ ଉପସ୍ଥିତ ହୋ ଆମଙ୍କ ପାଇଁ କି ପ୍ରକାର ବାକ୍ୟ ତୁମେ ରଖିଛ କି ପ୍ରକାର ଆତ୍ମିକ ଖାଦ୍ୟ ରଖିଛ ତାହା ତୁମ ଦାସଙ୍କ ଦେଇ ଆମକୁ ପରିବେଷଣ କରିବ ସେ ବାକ୍ୟକୁ ଆମେ ଉତ୍ତମ ଭାବରେ ଧରିପାରିବୁ ହୃଦୟରୁ ଚିତ୍ତପଟାରେ ଲେଖି ରଖିବୁ ଏବଂ ତୁମର ସେବା ପ୍ରାର୍ଥନାରେ ଆମେ ପ୍ରଭୁ ଯୋଗ୍ୟ ହବୁ ଆମକୁ ଯେଉଁ ଆହ୍ୱାନ କରିଛ ଆହ୍ୱାନର ଯୋଗ୍ୟ ଆଚରଣ କରିବା ପାଇଁ ଆମକୁ ତୁମେ ଦୟା କର ସେ ବାକ୍ୟକୁ ଆମେ ଭଲ ଭାବରେ ଶୁଣିପାରିବୁ ପ୍ରଭୁ ବାକ୍ୟକୁ ହୃଦୟ ରଖିପାରିବୁ ପ୍ରଭୁ ବାକ୍ୟ ଧରି ଆମେ ଯେଭଳି କର୍ମ କରିପାରିବୁ ସେଥିପାଇଁ ତୁମେ ଆମକୁ ଦୟା କର କାଲି ତୁମ ଦାସ କହୁଥିଲେ ଓ ଲୋକଲିଖିତ ସୁସମାଚାର ତାର 24 ଓ ପ୍ରଭୁ ତାର 39 ପଦରେ ଓ ପ୍ରଭୁ ଯୀଶୁ ଯେମିତିକି ଶିଷ୍ୟମାନେ ଶାସ୍ତ୍ର ଧର୍ମଶାସ୍ତ୍ର ବୁଝିପାରିବେ ସେଥିପାଇଁ ତୁମେ ଓ ପ୍ରଭୁ ବୁଦ୍ଧିର ଦ୍ୱାର ତୁମେ ମୁକ୍ତ କରିଦେଲ ଆଜି ମଧ୍ୟ ଆମକୁ ମୁକ୍ତ କରିଦିଅ ଆମେ ସମସ୍ତ ଶାସ୍ତ୍ର ବୁଝିପାରିବୁ ଶାସ୍ତ୍ର ଅନୁମତି ଜୀବନ କରିପାରିବୁ ଶାସ୍ତ୍ର ଅନୁସାରେ ଚାଲିପାରିବୁ ପ୍ରଭୁ ସେଥିପାଇଁ ତୁମେ ଦୟା କର ତୁମେ ଅନୁଗ୍ରହ କର ପ୍ରଭୁ ଆମେ ଆଶା କରୁ ବିଶ୍ୱାସ କରୁ ଅପେକ୍ଷା କରିଛୁ ଯେ ତୁମେ ନିଶ୍ଚୟ ସେପରି ବାକ୍ୟ ଆଜି ଭିନ୍ନ ପ୍ରକାର ବାକ୍ୟ ଦେବ ପ୍ରଭୁ ହାଲେଲୁୟା ହାଲେଲୁୟା ତୁମର ବାକ୍ୟକୁ ଆମେ ପ୍ରମାଣ କରିବୁ ତୋର ବାକ୍ୟକୁ ସିଦ୍ଧ କରିପାରିବୁ ଏଥି ନିମନ୍ତେ ଆମକୁ ଦୟା କର ପବିତ୍ର ଆତ୍ମାରେ ପୂର୍ଣ୍ଣ ତୁମର କାର୍ଯ୍ୟ ଯେତେବେଳେ କରିବୁ ପ୍ରଭୁ ପବିତ୍ର ଆତ୍ମା ପୂର୍ଣ୍ଣ ହେଲେ କାର୍ଯ୍ୟ କରିପାରିବୁ ନା ପ୍ରଭୁ ଯୀଶୁ ତୁମର ବାକ୍ୟ ଯେତେବେଳେ ପ୍ରଚାର କରିବୁ ପ୍ରଭୁଙ୍କ ପାଖରେ ହବ ନାହିଁ ତେଣୁ ଆମେ ସାକ୍ଷୀ ହବୁ ଆଉ ନିଜେ ମଧ୍ୟ ଆମେ ସାକ୍ଷୀ ହେଇପାରିବୁ ଏ ସୁନ୍ଦର କଥା କାଲି ଆମକୁ ପ୍ରଭୁ କହିଛ ପ୍ରଭୁ ଯଥେଷ୍ଟ ପରିମାଣ ଦେଇଛ ତାକୁ ଆଖି ରଖି ଆମେ ଧରି ଚାଲିପାରିବୁ ଏଥିପାଇଁ ଦୟା କର ଆମକୁ ନିରାଶ କରିନ ହତାଶ କରିନା ପ୍ରଭୁ ଏଥିପାଇଁ ତୁମର ଆମର ଧନ୍ୟବାଦ ତତ୍ ସଙ୍ଗେ ସଙ୍ଗେ ପୁରାର ମାଳି ମଧ୍ୟ କୌଶିମଞ୍ଚଳ ଜେନାକୁ ତୁମେ ଆଣିଛ ପ୍ରଭୁ ତତ୍ ସଙ୍ଗେ ସେ ଓ ପ୍ରଭୁ ଯୀଶୁ ପୁରୀରୁ ମଧ୍ୟ ତୁମେ ଆଣିଛ ଆଉ ପୁଣି ପ୍ରଭୁ ବିଶ୍ୱାସୀ ଭାଇମାନଙ୍କୁ ମଧ୍ୟ ଆଣିଛ ଓ ପ୍ରଭୁ ଧୀରେନ୍ଦ୍ର ବିଷୟକୁ ମଧ୍ୟ ଆଣିଛ ଏପରି ଭାବରେ ତୁମେ ଆମକୁ ଏକତ୍ର କରି ତୁମେ ଗୌରବ ମହିମା କରିବା ପାଇଁ ଆମକୁ ଦେଇଛ ଧନ୍ୟବାଦ ଏଠି କାର୍ଯ୍ୟ ଶେଷ ପରେ ଆଉ ଅନ୍ୟାନ୍ୟ ସ୍ଥାନ ମାନଙ୍କର ଯୋଉ ଡେଟ୍ ରଖାଇଛି ସେ ଅନୁସାରେ ପ୍ରଭୁ ବିଶିଷ୍ଟ ବିଶିଷ୍ଟ କାର୍ଯ୍ୟ ରହିଛି ସେସବୁକୁ ମଧ୍ୟ ତୁମେ ଆଶୀର୍ବାଦ ଅନୁଗ୍ରହ କର ଗ୍ରହଣ କାର୍ଯ୍ୟ ରହିଛି ପୁଣି ପ୍ରଭୋଜ କାର୍ଯ୍ୟ ରହିଛି ତୁମ ଦାସଙ୍କୁ ଆଣିଛ ପ୍ରଭୁ ସମସ୍ତ ବିଷୟ ଆମେ ଶିଖି ଏଇ ଦିନ ମାନଙ୍କରେ ପ୍ରଭୁ ଆମେ କରିପାରିବୁ ସେଥିପାଇଁ ଆମକୁ ସାହାଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ସୁରକ୍ଷିତ ଜାଗ୍ରତ ରଖ ତୁମ ଦାସଙ୍କୁ ତୁମ ହସ୍ତ ରଖୁଛୁ ତୁମେ ତାଙ୍କୁ ହଜା ଲୁଚ ବକ୍ତା ରୂପେ ତୁମେ କଥା କହି ଆମକୁ ଉତ୍ସାହିତ କର ଆଜି ଆମକୁ ଭିନ୍ନ ବାକ୍ୟ ଦେଇଛ ବୋଲି ତୁମକୁ ଧନ୍ୟବାଦ ଦେଉଛୁ ବିଶ୍ୱାସ କରୁଛୁ ସେ ବାକ୍ୟ ସ୍ପଷ୍ଟରେ ବୁଝିପାରିବୁ ସେଥିପାଇଁ ଆମକୁ ବୁଦ୍ଧିର ଦ୍ୱାର ଖୋଲ ହୃଦୟ ରୂପକ ପଟାରେ ଲେଖିପାରିବୁ ସେଥିପାଇଁ ସାହାଯ୍ୟ କର ପ୍ରାର୍ଥନା ତୁମେ ଶୁଣିଲ ଧନ୍ୟବାଦ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛି
ଦ୍ୱାରା ଆମେ ପ୍ରଭୁଙ୍କୁ ଗୌରବାନ୍ୱିତ କରିଛୁ ସେଥିନିମନ୍ତେ ଆସନ୍ତୁ ଆଜି ବର୍ତ୍ତମାନ ଦି ଜଣ ଯାକ ଯୋଉ ପ୍ରଥମ ବ୍ୟକ୍ତି ଯିଏ ଆମମାନଙ୍କୁ ପରିବର୍ତ୍ତନ କରି ତାଙ୍କର ପୁତ୍ର ସନ୍ତାନ କରିଥିବା ହେତୁରୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦେଉଛି ସେ ଆସିଛନ୍ତି ଆଜି ଆମକୁ ଏଇ ଖାରିଗୁଡ଼ା ଗୃହସ୍ଥିତ ମଣ୍ଡଳୀରେ ଆସିଥିବା ହେତୁରୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦେଉଛି ଏଣୁ ଆମେମାନେ ପ୍ରଭୁଙ୍କ ନିକଟରେ ତାଙ୍କର ଗୌରବ ତାଙ୍କର ପ୍ରଶଂସା ନିମନ୍ତେ ତାଙ୍କୁ ଆହ୍ୱାନ କରୁଅଛି ଯେ ଆମେମାନେ ଈଶ୍ୱରଙ୍କ ବାକ୍ୟ ଶୁଣେ ଆଜ୍ଞାଙ୍କୁ ମୁଁ ଆହ୍ୱାନ କରୁଛି ବେଞ୍ଜାମିନ ବେହେରାକୁ ସେ ଈଶ୍ୱରଙ୍କ ବାକ୍ୟ କହି ଆମମାନଙ୍କୁ ଉତ୍ସାହିତ କରିବେ। Praise God. Hallelujah. 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 Praise the Lord. Praise the Lord. ପ୍ରଭୁଙ୍କର ଧନ୍ୟବାଦ କରୁଛି ଯେ ଆମମାନଙ୍କୁ ତାଙ୍କର ପୂର୍ବ ନିରୂପିତ ସଂକଳ୍ପ ଅନୁସାରେ ଆହ୍ୱାନ କରିଛନ୍ତି ସେ ମଧ୍ୟ ଆମମାନଙ୍କ ପ୍ରତି ବିଶ୍ୱସ୍ତ ହେଇଛନ୍ତି ଯେହେତୁ ଲେଖା ଅଛି ତୁମମାନଙ୍କର ଆହ୍ୱାନକର୍ତ୍ତା ବିଶ୍ୱସ୍ତ ଆମେ ଅନେକ ସମୟରେ ଅବିଶ୍ୱସ୍ତ ହେଇଥାଉ ମାତ୍ର ପ୍ରଭୁ ଆମ ପ୍ରତି ସେ ବିଶ୍ୱସ୍ତ ଅଟନ୍ତି ଆଉ ଯଦି ଆମେ ପ୍ରଭୁଙ୍କ ଦୃଷ୍ଟିରେ ବିଶ୍ୱସ୍ତ ଦେଖାଯାଉ ତାହେଲେ ବାଇବେଲ ଲେଖା ଅଛି ସେ ବୋଧେ 28 ପର୍ବ 20 ପଦରେ ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହବ ଏବଂ ବିଶ୍ୱସ୍ତ ଲୋକମାନେ ହିଁ ଶେଷରେ ପ୍ରଭୁଙ୍କ ଠାରେ ଗ୍ରାହ୍ୟ ହେବେ ଆଉ ବିଶେଷ ଭାବରେ ଆଉ ପ୍ରଭୁଙ୍କ ଠାରୁ ସମ୍ମାନ ପୁରସ୍କାର ପ୍ରାପ୍ତ ହେବେ କାରଣ ଶେଷରେ ଏପରି ହବ ଲେଖା ହଉଛି ସ୍ୱର୍ଗ ରାଜ୍ୟ ଆଉ ସେଇ ଜଣେ ବ୍ୟକ୍ତି ବିଦେଶକୁ ଯାତ୍ରା କରୁଥିବା ବ୍ୟକ୍ତି ତାଙ୍କ ଦାସମାନଙ୍କୁ ଯୋଉ ତଡ଼ା ଦେଇଗଲେ 5 ତଡ଼ା 2 ତଡ଼ା 1 ତଡ଼ା ସେଇପରି ସେ ଆସି ହିସାବ ଯେତେବେଳେ ନେବେ ସେତେବେଳେ କଣ ହବ ସେ 2 ଜଣ ବ୍ୟକ୍ତିଙ୍କୁ ଦେଖିଲେ କହିଲେ ବେଶ ଉତ୍ତମ ବିଶ୍ୱସ୍ତ ଦାସ ତାପରେ କହିଲେ ଅଳ୍ପ ବିଷୟରେ ବିଶ୍ୱସ୍ତର ବହୁ ବିଷୟରେ ନିଯୁକ୍ତି ଦିଆଯିବ ଆପଣ ପ୍ରଭୁର ଆନନ୍ଦରେ ସଭାଯିବ ଆମମାନଙ୍କୁ ସେମିତି ପ୍ରଭୁଙ୍କ ଦୃଷ୍ଟିରେ ବିଶ୍ୱସ୍ତ ଦେଖାଯିବାକୁ ଆମକୁ ବହୁତ ବଡ ଦାୟିତ୍ୱ ଦିଆଯାଇଛି ଆଉ ବିଶେଷ ଭାବରେ ଆଜି ଅନେକ ଦିନ ପରେ ଯେତେବେଳେ ପାଷ୍ଟର ସୋମନାଥଙ୍କ ଘରେ ଆଉ ଉପସ୍ଥିତ ପାଇଁ ଅନେକ ବର୍ଷ ପରେ ହବ ଖାଇରୁଡ଼ା ସିନା ମୁଁ ଆସିଛି ଆଉ କିନ୍ତୁ ତାଙ୍କ ଗୃହକୁ କେତେ ବର୍ଷ ବି ହେଇଯିବ ଆସିନଥିଲି ଶୁଣୁଥିଲି ଏମିତି ସେ ସ୍ୱତନ୍ତ୍ର ଭାବରେ ରହୁଛନ୍ତି ଅବଶ୍ୟ ଜାଗାଟା ଭଲ ଲାଗିଲା ଆଉ ପୁରା ନିରୋଳାରେ ସେ ଅଛନ୍ତି କୌଣସି ପ୍ରକାର ଡିଷ୍ଟର୍ବାନ୍ସ ନାହିଁ ଗୋଟେ ଆଶ୍ରମ ପରି ଲାଗୁଛି ଭଲରେ ଅଛନ୍ତି ଆଉ ଅନେକ ଦିନ ପରେ ସୁଯୋଗ ଦେଲେ ତାଙ୍କ ନିକଟକୁ ଆସିବା ପାଇଁ ତାଙ୍କ ଗୃହକୁ ଏଇଟା ଆମମାନଙ୍କର ଆଉ ଗୋଟେ ମଣ୍ଡଳୀ ପୁରାତନ ମଣ୍ଡଳୀ ମୋ ନିଜ ଭଉଣୀ ଏଇ ଗ୍ରାମରେ ବିବାହ କଲେ ସେ ମୁକ୍ତି ଭାଇଙ୍କୁ ଆଉ ତାଙ୍କର ମଧ୍ୟ ପରିବର୍ତ୍ତନ ହେଲା ଏଠି ମଣ୍ଡଳୀ ଗଢ଼ିକି ଉଠିଲା ଆଜି ଯାଏ ମଧ୍ୟ ସେ ସବୁ ଚାଲିଛି ମୋହନା ନିକଟରେ ଏଇଟା ଏଇ ଗ୍ରାମ ଟିକେ ସାହିଟା ଆଉ ଟିକେ ଦୂରରେ ଅଛି ଖାରିଗୁଡ଼ା ଆଉ ଏଇ ଗ୍ରାମର ନାଁ ଏଠି ଆମର ଗୋଟେ ମଣ୍ଡଳୀ ଅଛି ଆଉ ପାଷ୍ଟର ସୋମନାଥ ମଧ୍ୟ ଆଉ ତାଙ୍କୁ ଏଠି ନିଯୁକ୍ତି ଦିଆଯାଇଛି ସେ ତାଙ୍କର କାର୍ଯ୍ୟ କରୁଛନ୍ତି ତାଙ୍କ ପରିବାରର ଆଉ ଆହୁରି ଅଛନ୍ତି ଅନେକ କିନ୍ତୁ ନାହାନ୍ତି ବୋଧେ ସେ ମାର୍ଥାର କର୍ତ୍ତବ୍ୟ କରୁଛନ୍ତି ନା କଣ ତେଣୁକରି ଆଉ ଆତ୍ମିକ ଖାଦ୍ୟ ଆମେ ଖାଇଲା ପରେ ପ୍ରଭୁଙ୍କର ସମାରାଧନା କରି ଶାରୀରିକ ଖାଦ୍ୟର ତ ଆବଶ୍ୟକ ତେଣୁ ସେମାନେ ସେ ପ୍ରସ୍ତୁତି ଥିବା ପରେ ତେଣୁକରି ସେମାନେ ନାହାନ୍ତି ଆଉ ବିଶେଷ କରି କେବଳ ଆଉ ବାଳକ ପ୍ରଚାରକ କେତେକ ବିଶିଷ୍ଟ ଲୋକଙ୍କୁ କୁହାଯାଇଥିଲା ଆସିବା ପାଇଁ ଆଉ ତଦନୁସାରେ ଆମେ ଆସୁଛୁ ଆଉ କେହି ପାଷ୍ଟର ସାମସନ ବୋଧେ ବାକି ଅଛନ୍ତି ନା କଣ ତ ପ୍ରଭୁଙ୍କର ଧନ୍ୟବାଦ ହଉ ଆଉ ପ୍ରଭୁ ଆଜି ପର୍ଯ୍ୟନ୍ତ ଆମମାନଙ୍କୁ ରଖିଛନ୍ତି ସେ ମରଣ ପର୍ଯ୍ୟନ୍ତ ମଧ୍ୟ ତାହା କରିବାକୁ ସମର୍ଥ ଆଉ ବିଶ୍ୱସ୍ତ ଅଟନ୍ତି ତଥାପି ଆମମାନଙ୍କୁ ମଧ୍ୟ ପ୍ରଭୁଙ୍କ ବାକ୍ୟ ଦ୍ୱାରା କୁହାଯାଇଛି ଯେ ତୁମର ମୁକୁଟକୁ ଯେପରି କେହି ହରଣ କରିନେବ ନାହିଁ ଏଥିପାଇଁ ତୁମର ଯାହା ଅଛି ତାକୁ ଦୂର ରୂପେ ଧରି ରଖ ଆଉ ଯେତେବେଳେ ସେଇ ମାଥିଉ 25 ପର୍ବର କଥା ସେଇ 5 ତଳା 2 ତଳେ 1 ତଳ ଦିଆଗଲା ଭିନ୍ନ କାହାର ଶକ୍ତି ପ୍ରମାଣେ ସେ ସେମାନଙ୍କ ଭିତରେ ସେମିତି କାର୍ଯ୍ୟ କରେ ଯାହାକୁ 1 ତଳା ଦିଆହେଇଥିଲା ତାକୁ ପ୍ରଥମ ତଳା ଯିଏ 5ଟା ପାଇଥିଲା ସେ କହିଲେ ମୁଁ 10 ତଳା କରିଛି
ଯେ 2 ତୋଳା ପାଇଥିଲା ସେ 4 ତୋଳା କରିଛି। ସେଇ ସେମାନଙ୍କୁ ସେ ଗୋଟେ ବେଶ ଉତ୍ତମ ବିଶ୍ୱସ୍ତ ଦାସ। ଅଳ୍ପ ବିଷୟରେ ବିଶ୍ୱସ୍ତ, ବହୁ ବିଷୟରେ ନିଯୁକ୍ତି ଦିଆଯିବ। ଯାହାକୁ 1 ତୋଳା ଦିଆଯାଇଛି, ପ୍ରଭୁ ତାଠାରୁ ଆଶା କରିଥିଲେ କମ ସେ କମ ସେ କେତେ କରିଥାନ୍ତା? 2 ତୋଳା କରିଥାନ୍ତା। 5 କୁ 10 ଗଲା, 2 କୁ 4 ଗଲା, 1 କୁ 2 କରିଥାନ୍ତା। ସେ କିଛି କରିନି। ତେଣୁକରି ସେ ବହୁତ କ୍ରୋଧ କରେ, ଏ ଦୁଷ୍ଟ ଅଳସୁଆ ଅକର୍ମ ଦାସ। ଅନ୍ୟମାନଙ୍କୁ ଯେତେବେଳେ ଆପଣ ପ୍ରଭୁର ଆନନ୍ଦରେ ସହଭାଗୀ ହୁଅ, ସ୍ୱର୍ଗ ରାଜ୍ୟର କଥା, ତାକୁ ଦଣ୍ଡର କଥା କହିଲେ ଦୁଷ୍ଟ ଅଳସୁଆ ଆକ୍ରମଣ ଦାସ ବାନ୍ଧବ ଆରମ୍ଭରେ ପକେଇବି। ପ୍ରଭୁଙ୍କର ଧନ୍ୟବାଦ ଦଉଛୁ। ଆମେ ସ୍ୱାଧୀନ ଭାବରେ ଆମେ ସମସ୍ତେ କାର୍ଯ୍ୟ କରୁଛୁ। ଆମ ଉପରେ କେହି ନାହାନ୍ତି, ଆମର ଉପର ଅଧିକାରୀ କେହି ନାହାନ୍ତି, କିନ୍ତୁ ଜଣେ ଅଛନ୍ତି ଯେ ସେ ପ୍ରତ୍ୟେକଙ୍କୁ ଭିନ୍ନ ଭିନ୍ନ ଆଉ ପରିମାଣର ତୋଡ଼ା ଦେଇଛନ୍ତି। ସେ ଯାହାଙ୍କ ପାଖରେ ଆମକୁ ପ୍ରତ୍ୟେକଙ୍କୁ ହିସାବ ଦେବାକୁ ହବ। ତ ନିଶ୍ଚୟ ଦିନେ ଆମକୁ ସେ ଦେଖିବେ, ତୁମର ଯାହା ଅଛି ତାକୁ ତମେ ଧରି ରଖିଛ ନା ନାହିଁ, ନହେଲେ ଆମର ମୁକୁଟକୁ ହରଣ କରିନେବେ। ତେଣୁ ତାଙ୍କୁ ଭୟ ରଖି ଆମକୁ କାର୍ଯ୍ୟ କରିବାକୁ ହଉଛି। ଆଉ ପ୍ରଭୁଙ୍କର ଧନ୍ୟବାଦ ହଉ। ଏଇ ସେବା କାର୍ଯ୍ୟ ଆରମ୍ଭ ହେଇକି ତ ମୋ ପରିବର୍ତ୍ତନ ପରଠାରୁ 1982 ମସିହାରେ ଆଉ 44 ବର୍ଷ ଉପରେ ହେଲାଣି। ପ୍ରଭୁଙ୍କୁ ଧନ୍ୟବାଦ। କିନ୍ତୁ ଆଉ ଯେତିକି ସମୟ ଆମେ ଜଗତର ସେବା ପ୍ରଭୁଙ୍କର ଆଗମନ ହେଇନାହିଁ, ଆମମାନଙ୍କୁ କଣ କରିବାକୁ ହବ? ଉପଦେଶ 7 ପର୍ବର 8 ପଦ ଅନୁସାରେ ସେଠି କଣ ଲେଖା ହଉଛି? କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ଶେଷ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ, ଆମେ ମରଣ ପର୍ଯ୍ୟନ୍ତ ଯଦି ବିଶ୍ୱାସ ଦେଖାଯିବା, ବେଶ ଲେଖା ହେଇଛି ପ୍ରକାଶ 2 ପର୍ବ 10 ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ଆମେ ତୁମକୁ ଜୀବନର ମୁକୁଟ ଦେବା। ଅନେକ ହରାଇଦେବେ ସେଦିନ, ସେମାନେ ବିଶ୍ୱସ୍ତ ନାହାନ୍ତି କହିକି ଆମମାନଙ୍କୁ ବିଶ୍ୱସ୍ତ ହବାକୁ। 5 ତୋଳା ଥାଉ କି 2 ତୋଳା କି 1 ତୋଳା ଅଳ୍ପ ହେଲେ ମଧ୍ୟ ସେଥିରେ ଆମମାନଙ୍କୁ ବିଶ୍ୱସ୍ତ ରହିବାକୁ ହବ। ତାକୁ ଧରି ଆମମାନଙ୍କୁ ଆମଙ୍କର ଆହ୍ୱାନ ଯୋଗ୍ୟ ଆଚରଣ କରି ପ୍ରଭୁଙ୍କର ସେବା କାର୍ଯ୍ୟ କରିବାକୁ, ପ୍ରଭୁଙ୍କ ଆଗମନ ନିମନ୍ତେ ନିଜେ ପ୍ରସ୍ତୁତ ହେବା, ଅନ୍ୟମାନଙ୍କୁ ପ୍ରସ୍ତୁତ କରିବା ଆମମାନଙ୍କର ଆବଶ୍ୟକ। ଗୋଟେ ବିଶେଷ କଥା କହିବି, ଗୋଟେ ଦର୍ଶନର ବିଷୟ। ଅନେକ ବର୍ଷ ତଳେ କାର୍ଯ୍ୟ ଯେତେବେଳେ ମୋର ଆରମ୍ଭ ହେଲା, ପ୍ରଭୁ ଦର୍ଶନ ଦ୍ୱାରା କଥା କହୁଛି। ଆଉ ଆମେ ସମସ୍ତେ ଜାଣୁ, ତାହା ବିଶ୍ୱାସ କରୁ, ମାନୁ, ସେ ଅନୁସାରେ ବି ଚାଲୁ। ଦର୍ଶନର ନିହାତି ଆବଶ୍ୟକ। କାହିଁକି ନା ବାଇବେଲ କଣ ଲେଖା ଅଛି? ଦର୍ଶନର ଅଭାବ ହେତୁ ତାକୁ ଓଡିଆରେ ଲେଖା ହଉଛି ଈଶ୍ୱରୀୟ ପ୍ରତ୍ୟାଦେଶ ଅଭାବରେ ଲୋକମାନେ ଅତ୍ୟାଚାରୀ ହୁଅନ୍ତି। ତାକୁ ଇଂଲିଶ ବାଇବେଲରେ ଠିକରେ ଅର୍ଥ କରିବ, where there is no vision, ମାନେ ଯୋଉଠି ଦର୍ଶନ ନାହିଁ, people perish, ଲୋକ ବିନଷ୍ଟ ହେଇଯାଆନ୍ତି। ତେଣୁ ଦର୍ଶନ ନିହାତି ଦରକାର। ଆଉ ମୋ ପରିବର୍ତ୍ତନ ଆରମ୍ଭରେ এই ଦର୍ଶନ ହିଁ ମତେ ପୁରା ବଦଳେଇ ଦେଲା। ମୋ ମନରେ ମୁଁ ଜାଣିନି ସେଇଭଳି ଗଭୀର ବାକ୍ୟ। ନୂଆରେ ପରିବର୍ତ୍ତନ ଆରମ୍ଭରେ 1981 ମସିହାର ଶେଷରେ କୋଉଠି ମୁଁ ଯେତେ ଜାଣିଛି, ମାତ୍ର ପ୍ରଭୁ ବୋଧେ କଥା କହୁଥିଲେ ଆତ୍ମାରେ, ପବିତ୍ର ଆତ୍ମା କଥା କହୁଛି। ମୋ ବିବେକ ବି ମତେ କହୁଥିଲା ଯେ ଜନ୍ମରୁ ତ ଖ୍ରୀଷ୍ଟିଆନ, ବାପା ମା ଖ୍ରୀଷ୍ଟିଆନ, କିନ୍ତୁ ମୁଁ ପ୍ରମାଣ ତ ପାଇନାହିଁ। ଜଗତରେ ଅନେକ ଧର୍ମ ଅଛି, ଅନେକ ବ୍ୟକ୍ତିଙ୍କୁ ମାନୁ ସତ୍ୟ ବିଷୟ କିଏ? ମନରେ ସ୍ଥିର କରି ମୁଁ ମୋର କେତେଟା ସର୍ତ୍ତ ପୂର୍ଣ୍ଣ ହେବାକୁ ପଡିବ। ଏଥିପାଇଁ ଯାହା କଲେ କହିବାକୁ କହିଲେ ମୁଁ କରି ମାତ୍ର ପୂର୍ଣ୍ଣ ହେବ। ଈଶ୍ୱର ଯେ ମୁଁ ତାଙ୍କ ଆଖିରେ ଦେଖିବି, ସେ କଥା କଲେ ଶୁଣିବି, ସେ ଶକ୍ତି ଦେଲେ ସତ୍ୟର କାର୍ଯ୍ୟ କରିବି। ଯୋଉ ଦେଖିବି, ଯୋଉ ଚିନ୍ତାଧାରା କଲେ ଦର୍ଶନ ଦେବି। ଆଉ ଯେତେବେଳେ ମୁଁ ଯୀଶୁଙ୍କୁ ଦେଖିଲି, ମୁଁ ବଦଳିଗଲି ସମ୍ପୂର୍ଣ୍ଣ ରୂପେ। ମୋ ଜୀବନକୁ ତାଙ୍କୁ ଉତ୍ସର୍ଗ କରିଦେଲି। ଯଦି ସେ ଦର୍ଶନ ମୁଁ ପାଇନଥାନ୍ତି 1981 ମସିହାରେ, ସେ ମୋର ପାଠ ଶେଷରା ୟୁନିଭର୍ସିଟିରେ ଆମର ଆଉ ଧୀରେନ ବାବୁ ମଧ୍ୟ ପରେ ସେଠି ଯାଇକି, ଆଉ ସେ ବି ଇକୋନୋମିକ୍ସ ଡିପାର୍ଟମେଣ୍ଟ, ଗୋଟେ ଡିପାର୍ଟମେଣ୍ଟରେ ଆମେ କହିଛୁ। ଆପଣଙ୍କର ମୋର ତ 81ରେ ଶେଷ ହେଲା, ଆପଣଙ୍କର କେବେ ହେଲା? 92। ମାନେ ଏତେ ଫରକ 82 ରୁ 92, ଆଉ 10-11 ବର୍ଷର ଫରକ ଆମେ ଅଛୁ ସେଇଠି। ଆଉ ତେବେ ସେଇ ଯୋଉ ଇକୋନୋମିକ୍ସ ଡିପାର୍ଟମେଣ୍ଟଟା ଫାର୍ଷ୍ଟ ଫ୍ଲୋରରେ ନା? ନାଇଁ, ସେଇଠି ଆପଣ ଥିଲା ବେଳକୁ ହିଷ୍ଟ୍ରି ଡିପାର୍ଟମେଣ୍ଟ ମେନ୍ ଏଣ୍ଟ୍ରାନ୍ସରେ ଥିଲା। ପରେ ପରେ ଆମ ଟାଇମ୍ ବେଳକୁ ପଛପଟ ହେଇଗଲା। ହୋମ୍ ସାଇନ୍ସ ଡିପାର୍ଟମେଣ୍ଟ, MBA ଡିପାର୍ଟମେଣ୍ଟ ସେପାରେ ଚାଲିଗଲା। ଆଚ୍ଛା, ହଉ। ଆଉ ଯଦି ସେ ଯୀଶୁଙ୍କ ଦର୍ଶନ ପାଇନଥାନ୍ତି, ମୁଁ ଏ ରାସ୍ତାରେ ନଥାନ୍ତି। ସ୍ଥିର କରିଥିଲି ଯଦି ପ୍ରମାଣ ନ ପାଇବି, ନା ଖ୍ରୀଷ୍ଟିଆନ ହେବି, ନା ହିନ୍ଦୁ ହେବି, ନା ମୁସଲିମ ହେବି। ବେକାର କଥା ଗୋଟେ କାହିଁକି? ଏ ଗୋଟେ ଦେଶରେ ସମାଜରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା କରିବା ପାଇଁ ବିଶିଷ୍ଟ ଲୋକମାନେ ବୋଧେ ଏ ଗୋଟେ କଳ୍ପନା କରିଛନ୍ତି। ଆମେ କଣ କହୁଥିଲୁ ସେତେବେଳେ? ସାଙ୍ଗସାଥି ସବୁ ମିଶିକି ଜାଗତିକ ଭାବରେ କହୁଥିଲୁ, let us eat, drink and make merry today, tomorrow you may die। ଆସ ଆଜି
ଆଉ ଖାଇବା ପିଇବା ଆନନ୍ଦ କରିବା, କାଲିକି କାଳେ ମରିଯିବା। କିଏ ଦେଖିଛି ଭବିଷ୍ୟତକୁ ଏଇ ପ୍ରକାର। ମାତ୍ର ମୋ ଚିନ୍ତାଧାରା ପ୍ରଭୁ ବଦଳେଇ ଦେଲେ। ଆମ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା ଯେତେବେଳେ ଯୀଶୁଙ୍କର ଦର୍ଶନ ପାଇଲେ। ଆଉ ଯୋଉ ସମୟ ପାଇନି ସେ ପର୍ଯ୍ୟନ୍ତ ମୁଁ ଏପରିକି ସେ ଭାଇ ଯୋଉ ପୁରୀ ନିକଟରୁ ଆସିଛି ସେଠିକି ଯାଇକି ମଧ୍ୟ ଦିନେ ସେ ପୁରୀର ମନ୍ଦିର ଭିତରେ ପଶିକି ମୁଁ ସେ ରଥ ସବୁ ଟାଣିକି 1981 ମସିହାରେ ରଥ ସବୁ 3ଟା ରଥ ଟାଣିକି ଦୌଡ଼ି ଫୋଡ଼ି ସବୁ ଆଣିକି ଆସିଥିଲି। କାହିଁକି ମୋ ପାଖରେ ଦର୍ଶନ ନାହିଁ। ତେଣୁ ଯୀଶୁଙ୍କ ଦର୍ଶନ ପାଇଲି ମୋ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା। ତେଣୁ ଦର୍ଶନଟା ନିହାତି ଆବଶ୍ୟକ। ଅନେକ ବର୍ଷ ତଳ ଗୋଟେ ଦର୍ଶନର କଥା ମୁଁ ଏ କାର୍ଯ୍ୟ ଯେତେବେଳେ ଆରମ୍ଭ କଲି, କାରଣ ପ୍ରଭୁ ଦର୍ଶନ ଦ୍ୱାରା କଥା କହନ୍ତି ଆଉ ବହୁତ ଦିନର କଥା ଜଣାନ୍ତି। ଡାଇରେକ୍ଟଲି ପ୍ରଭୁ ସେ ଦର୍ଶନ ଦ୍ୱାରା କଥା କହିଥାନ୍ତି। ଯେମିତିକି ମଶା ଏତେ ବଡ଼ ଲୋକ ଯାହାଙ୍କ ବିଷୟରେ ପରମେଶ୍ୱର କହିଲେ ଜଣେ ଲୋକ ବାଇବଲରେ ଦ୍ୱିତୀୟ ଜଣଙ୍କ ବିଷୟରେ କହେ ନାହିଁ, ତୁମେ ଫାରୋଙ୍କ ସମ୍ମୁଖରେ ମୁଁ ତୁମକୁ ପରମେଶ୍ୱର ପରି କଲି। ଏଇ କଥା କାହାକୁ କୁହାଯାଏ? ଅବଶ୍ୟ ଦ୍ୱିତୀୟ ସଂହିତା ଲେଖା ହେଇଛି ତୁମାନେ ସମସ୍ତେ ଈଶ୍ୱର ଗଣ ଆଉ ସର୍ବପରିସ୍ଥଙ୍କ ସନ୍ତାନ। ଜଣେ ଲୋକ ନିର୍ଦ୍ଦିଷ୍ଟ ଭାବରେ କଲେ ୟୁ ଆର୍ ଗଡ୍ ଟୁ ଫାରୋ। ଫାରୋ ପାଇଁ ତୁମେ ପରମେଶ୍ୱର ତୁଲ୍ୟ। ଆଉ ହାରୁନ ତୁମର ବଡ ଭାଇ, ତୁମର ଭବିଷ୍ୟତ ବକ୍ତା ପରି। ଏତେ ବଡ ଲୋକ ହେଲେ ଫାରୋ। ପ୍ରଭୁଙ୍କ ଲୋକମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣେ। କି ଆଶ୍ଚର୍ଯ୍ୟ କର୍ମ ନ କଲେ। ପ୍ରତିଜ୍ଞା ଦେଶରେ ପହଞ୍ଚିଲେ। ଏ ସବୁର ମୂଳରେ ପ୍ରଥମ କାର୍ଯ୍ୟ କରିଛି ଦର୍ଶନ। ବୁଦାମଳରେ ପ୍ରଭୁ ତାଙ୍କୁ ଦର୍ଶନ ଦେଲେ। ତାପରେ ତାଙ୍କ ଜୀବନ କେମିତି ବଦଳିଲା। ତା ପୂର୍ବରୁ ଶ୍ୱଶୁରଙ୍କର କାମ କରୁଛନ୍ତି, ମେଣ୍ଢା ଚରାଉଛନ୍ତି। ଏତେ ବଡ ଲୋକ ହେଇଗଲେ। ଆଉ ସମସ୍ତେ ଇସ୍ରାଏଲ ଦେଶର ଲକ୍ଷ ଲକ୍ଷ ଲୋକମାନେ 6 ଲକ୍ଷ ପୁରୁଷ ମିଶ୍ରରୁ ବାହାରିଲେ। ଇସ୍ରାଏଲ ମାନେ ପୁରୁଷ 6 ଲକ୍ଷ, ସ୍ତ୍ରୀ ପିଲା ହେଲା ବେଳକୁ 10, 12 କି 15 ଲକ୍ଷ ହେବେ। ମିଶ୍ରିତ ଜନତା ଯୋଉମାନେ ଇସ୍ରାଏଲ ନାହାନ୍ତି ଏମାନଙ୍କର କାର୍ଯ୍ୟ ସବୁ ଦେଖି ମିଶ୍ରରୁ ବାହାରିଲା ବେଳକୁ ଆହୁରି ଅନେକ ମିଶ୍ରିତ ଆଉ ଜନତାର ଆଉ ମିଶ୍ରିତ ଲୋକଙ୍କର ଏକ ମହାଜନତା। ତାମାନେ ଏମାନେ ଯଦି 15 ଲକ୍ଷ ହେଇଥିବେ, ସେମାନେ ଆନୁମାନିକ ମୁଁ ଭାବୁଛି ଆଉ ଯୋଉମାନେ ଇସ୍ରାଏଲ ନାହାନ୍ତି 5 ଲକ୍ଷ ଖଣ୍ଡେ 20 ଲକ୍ଷ ଲିଡର। ତାଙ୍କ ମନରେ କେବେ ଥିଲା ଏଇଟା? ମିଶ୍ର ଦେଶର ରାଜା ଫାରୋଙ୍କ ପରି ଲୋକ ତାଙ୍କ ସାମ୍ନାରେ କିଛି ବୋଲି ହେଲା ନାହିଁ। ଆଉ ସେ ଯେତେବେଳେ ମାନେ ଜିରିଓକୁ ଆଉ ଆସି ପହଞ୍ଚିଗଲେ, ସେତେବେଳେ ଜିଓ ସବୁ ପଠାଉଛନ୍ତି ଲୋକମାନଙ୍କୁ ଚଳ କରିକି। ସେଠି ଗୋଟେ ବେଶ୍ୟା ସ୍ତ୍ରୀ ସେମାନଙ୍କୁ ଆଶ୍ରୟ ଦେଲା। ଆଉ ସେ କହିଲା, ତମ କଥା ଶୁଣି ଆମ ଲୋକଙ୍କର ଦେଶୀୟ ଲୋକଙ୍କର ହୃଦୟ ତରଳି ଯାଉଛି। ସମସ୍ତେ ଜାଣିପାରୁଛନ୍ତି ପ୍ରଭୁ ତାଙ୍କ ସମୟ ପହଞ୍ଚିଲେ କେମିତି ଉଦ୍ଯୋଗର ସହିତ ପ୍ରଭୁଙ୍କ କାର୍ଯ୍ୟ କରନ୍ତି। ପ୍ରଭୁ ତାଙ୍କ କାର୍ଯ୍ୟ କରନ୍ତି, ମଣିଷ ଚିନ୍ତା କରିପାରିବ। ଆମ ପାଇଁ ମଧ୍ୟ ପ୍ରଭୁଙ୍କର ଚିନ୍ତା ସଂକଳ୍ପ ସେମିତି। ଆମେ ଭାବିବା କାହିଁ ମୁଁ ତ ଯେମିତି ସେମିତି ଅଛି, ଯେମିତି ସେମିତି ରହିବା। ସମୟ ପହଞ୍ଚିଲେ ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଧିତ କରିଛନ୍ତି। ଉପଦେଶ 3 ଆଗରେ Yes, made everything beautiful in his time. ସମୟ ନ ପହଞ୍ଚେ ଆସୁ ଆସୁ ସୁନ୍ଦର ଦେଖାଗଲା। ଏଇ ସେ କଣ ଲେମ୍ବୁ ଗଛଟା ବହୁତ ଦାମ ହଉଛି, ଗୋଟେକୁ 10 ଟଙ୍କା। ସେ କଟକରେ ବଡ ହେଇଥାନ୍ତା କି ମତେ ଲୋଭ ହେଇଗଲା, ହେଇଥାନ୍ତି ଥଡାଏ କରି। ଛୋଟ ଛୋଟ ହେଇକି ଅଛି, ଆଉ କାମ ଦେବ ନାହିଁ କିଛି। ସମୟ ପହଞ୍ଚିଲେ ମୁଁ ନଥିବି, ବଡ ହେଇଥିବ, ସେମାନେ ଖାଇବେ ନହେଲେ ବିକ୍ରି କରିବେ। ସେମିତି ଯୋଉ ପର୍ଯ୍ୟନ୍ତ ପ୍ରଭୁଙ୍କର ସମୟ ନ ପହଞ୍ଚିଛି, ଆମେ ଯେତେ ବିଶ୍ୱସ୍ତ ହଉ, ଉଦ୍ଯୋଗୀ ହଉ, ଧାର୍ମିକ ହଉ, ଆମ ପାଇଁ ପ୍ରଭୁଙ୍କର ସଂକଳ୍ପ ସଫଳ ହେଇପାରିବ ନାହିଁ। ଯେତେବେଳେ ଶୈତାନ ସୁଯୋଗ ନେବ, କାହିଁ ବେକାର ଏତେ ସବୁ କରୁଛ, ଯେ ଯାହା ପ୍ରାର୍ଥନା କରୁଛ କଣ ଲାଭ ତମର ହଉଛି? ସେମିତି ନାହିଁ। ପ୍ରକୃତି ଆମକୁ ଶିକ୍ଷା ଦଉଛି। ଗଛଟି ଲଗେଇଲେ, ମଞ୍ଜି ଲଗେଇଲେ ଛୋଟ ହେଇକି ଉଠିବ, ଆସ୍ତେ ଆସ୍ତେ ବଡ ବଡ କେତେ ସମୟ ଲାଗିବ। ନଡିଆ ଗଛଟି ଏତେ ଲମ୍ବା ହେଇଯିବ ଯେ ଏତେ ଭୟଙ୍କର ଝଡ ବତାସ ତୋଫାନ ସବୁ ସାଇକ୍ଲୋନ ହେଲେ ବି ସହଜରେ ଭାଙ୍ଗେ ନାହିଁ। ସେଇପରି ସମୟ ପହଞ୍ଚିବା ଯାଏ ପ୍ରଭୁ କାର୍ଯ୍ୟ କରନ୍ତି। ବେଳେ ବେଳେ ପ୍ରଭୁଙ୍କର ନିରୂପିତ ସମୟ ବହୁତ ବିଳମ୍ବରେ ଆସେ, ବହୁତ ବିଳମ୍ବରେ ଆସେ। ତେଣୁ କେହି ପ୍ରଭୁଙ୍କ ଲୋକମାନେ ଯୋଉମାନେ ବ୍ୟସ୍ତ ହୁଅନ୍ତି, କାହିଁ ହେଲାନି, ସେମାନେ ଠିକ ରାସ୍ତାରେ ନାହାନ୍ତି। ଆମେ ନିଜକୁ ଚେକ୍ କରିବା ଦରକାର। କାରଣ ପରମେଶ୍ୱର ଯୋଉ ଅବ୍ରାହ୍ମ ଯୋଉ ପ୍ରତିଜ୍ଞା ଦେଲେ ଏ କିଣାନ ଦେଶ ଦେବା, କିଣାନ ଦେଶ ମାନେ ସେ ଦୁଗ୍ଧ ମଧୁ ପ୍ରବାହୀ ଦେଶ, ପୃଥିବୀର ସବୁଠାରୁ ଆଉ କଣ ଗୌରବମୟ ଦେଶ, ଗ୍ଲୋରି ଅଫ୍ ଅଲ୍ ଲ୍ୟାଣ୍ଡ, ସମସ୍ତ ଦେଶର ଗୌରବ, ସମସ୍ତ ଦେଶର ସୌନ୍ଦର୍ଯ୍ୟ ବୋଲି ସେ ପାଲେଷ୍ଟାଇନକୁ ଇସ୍ରାଏଲ ଦେଶକୁ କୁହାଯାଇଛି। ଗ୍ଲୋରି ଅଫ୍ ଅଲ୍ ଲ୍ୟାଣ୍ଡ, ବିୟୁଟି ଅଫ୍ ଅଲ୍ ଲ୍ୟାଣ୍ଡ, ପୃଥିବୀର ସେଣ୍ଟରରେ ଅଛି ସେଇଟା। ଆଉ ସେମିତିକା ଦେଶ ଜାଗା ପୃଥିବୀରେ କୋଉଠି ନାହିଁ। ତା ବିଷୟରେ ବାଇବେଲ ଲେଖା ହେଲା,
परमेश्वर वर्ष आरंभ वर्षर शेष पर्यंत एई देश प्रति आमर दृष्टि अछि Hallelujah. अब्राहम को प्रभु दे देले तुमर वंश को दे देले काहे मते देबेनी हमको देबेनी बढ़िया स्थान प्रभु से परि तांकर समय पंद्रे किंतु हम आज करदवा प्रार्थना उपवास काली की उत्तर आशा करिए कोड उत्तर आसीबे कोन हला आसिला परमेश्वर कोन कहला अब्राहम को 400 वर्ष पर्यंत तुमर भविष्य वंश अन्य देश रे प्रवासी कि दास्य कर्म करिवे क्लेश भोगे तापरे हमें तांकर विचार करिया तापरे समान को 400 वर्ष 400 वर्ष पर मध्य बाइबल लेखा जो सारे बाहर छंती 430 वर्षर शेष रे समान बाहर के आसे तमाने 400 वर्ष तळे हे गला परमेश्वर बुधा मध्य दर्शन दे दे हम लोक मानकर क्रंदर बिलापर सब सुनिचो ऊपर को उठी जाई सम्मान को उद्धार करिवा पाई प्रभु कौन से स्वर्गदूत किरुव शराब को पठेले नहीं अरे परमेश्वर निजे को ठीक आस ये जो गछ बुदा सब जळुची कि ध्वंस हो नहीं तार रहस्य परमेश्वर तुमको पठेबे केमती हबो प्रभु मु पड़ी जीवा को हो तुमको गले 30 वर्ष चालीची समान को दंड तांकर विचार सब फाइनली परमेश्वर को देखो एबे छाड़ दो से सब विचार हला प्रथम जात मानकर संघा बाहर करिवे तड़िवे बाहर कले तड़िवे आसी गले 430 वर्ष गला एबे आ कोन आसी पहुंचिया कथा कोन परमेश्वर करिवे केमती आमे जीवु सेठी पक्ष देबे से दूत मान को परि दरकार हड पक्षीडा उठी जो परमेश्वर नागर तांग नाम आश्चर्य बोझा में उड़ी जीवा चलिबो एमिति बाटर भयंकर बाट विस्तीर्ण भयानक प्रांतर साप बिछाଥିବା निर्जल शुष्क भूमि केते दिन 40 वर्ष चाल लोक मान प्राण अधीर होला बेले बेले से प्रकार हमर चिंताधारा से कौन करी मु एते दिन धरी प्रभुଙ୍କର सेवा करी कार्य करी अक्लांत परिश्रम करी किछि रचै नै से प्रांतर भयंकर जेतला शरीर शेष रे परमेश्वर कले जीव सब लोक मानको कहिबो तुमको आमे नुआ बाटरे नबा एथि पूर्वरु ए बाटे तमे आ केबे जाई ना किंतु आपको तो फेरियो नै मैं सब दस जीव सबकर नेतृत्व रे समाने क्रीड़ा देश को अधिकार करे 430 वर्ष प्लस 40 वर्ष 470 वर्ष परे प्रतिज्ञा सफल होला दर्शन सफल होला Hallelujah. सिजबा माने एबे न भागु प्रभु दर्शन स्वप्न द्वारा कथा कहती जे काहे की एते विलंब परमेश्वर विलंब करंते नै लेखाइछि द्वितीय पितर 3 पर्वर 9 पदरे कोन लेखाइछि विलंब बोली केते लोक भाबंती ईश्वर अपना प्रतिज्ञा विषय से परि विलंब करंती नै समस्ते मन परिवर्तन करंतु बोली से दीर्घ सहिष्णु होइछथि विलंब नै से तो टाइम देइछथि 400 वर्ष पर मु करिया विलंब से कोठी कले 400 वर्ष 500 वर्ष दे देइथांता हमें कहले चलंता कहितु 400 वर्ष न कोई हमें 400 वर्ष हलानी अरे परमेश्वर कहिछथि तन सीटा विलंब नै जगत पई मध्य प्रभुଙ୍କର आगमन 2000 वर्ष पर ए काहे अनेक लोकंग आउ से दिन मु फेसबुक से यीशु आगमन संबंध कौन बोधे होता कि जाऊला रविवार कि कौन मु ऑनलाइन सब कर जड़े ख्रीस्टियन लोक कमेंट कर गोटे नॉन ख्रीस्टियन भिन्न प्रकार रोमान कैथोलिक ख्रीस्टियन लोक से कमेंट कर कौन कि आउ यीशु आगमन हम कही एत दिन है 2000 वर्ष है कहीं गोला सब प्रचार मत राग लगे दुख परितापर विषय आप जड़े ख्रीस्टियन लोक जड़े शिक्षित लोक आपण जीशु को मानती नहीं ना बाइबल मानती नहीं ये प्रश्न आप आउ कई करते भल ही था मत दुख लगे मुझे सोशल मीडिया केते कौन गोटे झगड़ा झाटी है छाड़ ये लोक मान नहीं देखाई से तार ऊपर पदरे माने द्वितीय पितर 3 पर्वर 8 पदरे हे प्रिय माने प्रभु सहस्र वर्ष गोटे दिन पर गोटे दिन सहस्र वर्ष करी ये विशेष कथा बोलो नहीं ताले 2000 वर्ष रे केते हला 2 दिन मात्र 3 दिन भी कौन पाई समस्त मन परिवर्तन तमे मन परिवर्तन कर तम घर लोक करिसथि गां लोक करिसथि राज्य देश लोक करिसथि जोर पर सब नरक दिबे प्रभु चाहते नहीं समस्त परित्राण पांतु सत्य रीति ज्ञान पाओ ज्ञान पांतु बोली से इच्छा करती प्रथमति मते 2 पर्व 4 पद अनुसार तम से दीर्घ सहित मत प्रभु विलंब करते किंतु प्रभु अनेक बड़ बड़ प्रतिज्ञा आमको विलंब लगे अब्राहम को परमेश्वर
ତୁମେ ଆକାଶ ତାରା ସମୁଦ୍ର ବାଲି ପରି ତୁମର ବଂଶ ହବ। କେତେ ବଡ଼ ପ୍ରତିଜ୍ଞା, ପ୍ରେଜ୍ ଦ ଲର୍ଡ। ଆମ ପାଇଁ ମଧ୍ୟ ପ୍ରଭୁଙ୍କର ଚିନ୍ତା ସଂକଳ୍ପ ସେପରି ହୁଏତ ପ୍ରଭୁ ଆମମାନଙ୍କୁ କହିଥିବେ ନହେଲେ କହିବେ। ଈଶ୍ୱରଙ୍କ ନିକଟରେ ମୁଖାପେକ୍ଷା ନାହିଁ। କେବଳ ପରମେଶ୍ୱର ଯାହା ଗଲେ ଜ୍ଞାତି କୁଟୁମ୍ବ ଦେଶ ଛାଡି ବାହାରି ଆସ, ସେମିତି କଥା ତମେ ମାନିଦେଲେ ଯଥେଷ୍ଟ। ମତେ କୁହାହେଲା ବୁଡେନ୍ ଛାଡ଼ିଦିଅ, ମହିଳା ଛାଡ଼ିଦିଅ, କର ଚାଲ। ମୁଁ ଯାଇଛି ଦେଖାଯାଉ କଣ ହଉଛି। ପ୍ରଭୁଙ୍କ ଇଚ୍ଛା, ପ୍ରଭୁ ବୁଝିବେ ସେ ସମସ୍ତ ବିଷୟ। ପ୍ରଭୁଙ୍କ କଥା ମାନି ଆମକୁ ଚାଲିବାକୁ ହବ। ପ୍ରଭୁ ଆହ୍ୱାନ ଦେଲେ ବାରମ୍ବାର ବିଭିନ୍ନ ପ୍ରକାର କଥା କହିଲେ, ସ୍ୱପ୍ନ ଦର୍ଶନ ଦ୍ୱାରା କିଛି ଚାକିରି ଫାକିରି କିଛି ନାହିଁ, ବ୍ୟବସାୟ ମୋ କାମ କରିବ, ପୁଣି ଏମିତି ଭାବରେ କରିବ। ମୁଁ ବହୁତ ପଢାପଢି ବାଇବେଲ ଯାହା କହୁଛି ସେ ଅନୁସାରେ କରି ପ୍ରଭୁଙ୍କର କଣ ସନ୍ତୋଷଜନକ ତାହା ଅନୁସନ୍ଧାନ କର ଲେଖା ହେଇଛି ଏଫିସ 5:10। ମୁଁ ତ ସ୍ଥିର ପ୍ରଭୁଙ୍କର ସନ୍ତୋଷଜନକ କଣ ତାହା ମୁଁ ଅନୁସନ୍ଧାନ କରିବି, ପ୍ରଭୁଙ୍କୁ ଯୀଶୁଙ୍କୁ ଖୁସି କରି। ପ୍ରଭୁ ଦେଖିଲେ ଆଚ୍ଛା ଭଲ କଥା କହୁଛି, ମତେ ପୁରା ସନ୍ତୁଷ୍ଟ ହବ। ମୁଁ ହଁ ପିତର ପାଳ କରିବ, ହଁ ଭଲ କଥା। ତାହେଲେ କଣ କରିବ? ସେମାନେ ଚାକିରି କରୁନଥିଲେ, ଚାକିରି ଷ୍ଟପ୍ କରି ଏତେ ପାଠ ପଢିଛ, ଟିକେ ଆଗ ପଛରେ ବେଶୀ କିଛି କରିନା, ଚାକିରି କାମ କରୁଛନ୍ତି ଲୋକ ନା। ନାଇଁ ନାଇଁ, ପ୍ରଭୁଙ୍କୁ ମତେ ସନ୍ତୁଷ୍ଟ କରିବା। କେମିତି ପ୍ରଭୁ ସନ୍ତୁଷ୍ଟ ହେବେ? ଲେଖା ହଉଛି ପ୍ରଥମ ସାମୁଏଲ 15:23 କଣ ଲେଖା ହଉଛି? ସଦା ପ୍ରଭୁଙ୍କ ରବ ଶୁଣିବାରେ ଯେପରି ତାଙ୍କର ସନ୍ତୋଷ, ସେପରି କଣ ବଳିଦାନ ନୈବେଦ୍ୟର ତାଙ୍କର ସନ୍ତୋଷ ଅଛି। ଏତେ ଗିର୍ଜା ପ୍ରାର୍ଥନା ଦାନ କର୍ମର ପ୍ରଭୁ ଯାହା କହୁଛନ୍ତି ତା ମାନିବାକୁ, ନହେଲେ ପ୍ରଭୁ ଅସନ୍ତୁଷ୍ଟ ହେଲେ ଭୟଙ୍କର ବିଷୟ। ଯେପରି ଆଉ ସେ ଜୁନ ସଙ୍ଗରେ ନିନିବିଆ ସେ ତର୍ସିସ୍ କଲେ, ସଦା ପ୍ରଭୁ ପ୍ରଚଣ୍ଡ ବାୟୁ ପ୍ରଣ କଲେ ସମୁଦ୍ରକୁ। ସେ ଜଣେ ଭବିଷ୍ୟତ ବକ୍ତା। ଯେତେବେଳେ ଆମେ ପ୍ରଭୁଙ୍କର କଥା ନ ମାନିକି ନିଜ ଇଚ୍ଛାରେ ଚାଲିବା, ସମସ୍ୟା ପ୍ରଭୁଙ୍କ ଆଡୁ ଆସିବ। ଶରୀରରେ ରୋଗ ହବ, ଭଲ ହେଇପାରିବ, ଯେତେ ପ୍ରାର୍ଥନା କଲେ ହବନି। ଫାଇନାଲ ତମେ ମେଡିସିନ କର, ହବ ନାହିଁ। ଘରେ କଣ ପ୍ରୋବ୍ଲେମ ହବ, ପିଲାମାନେ ପୁରା ଅବାଟକୁ ଯାଉଥିବେ, ବ୍ୟବସାୟରେ ପୁରା କ୍ଷତି ହଉଥିବ, ଚାକିରିରେ ସମସ୍ୟା ଲାଗିଥିବ, କାହା କାହା ସହିତ ଅଶାନ୍ତି ହଉଥିବ, ପ୍ରତିବାସୀ ପଡୋଶୀ ମାନେ ଝଗଡା କରୁଥିବେ। ସବୁ ପ୍ରଭୁଙ୍କ ଆଡୁ ସୃଷ୍ଟି ହବ। କେମିତି ଆମେ ଏ ଉଦ୍ଧାର ପାଇବା? କେବଳ ପ୍ରାର୍ଥନା କରିକି ଉପବାସ କରିକି ନାହିଁ, ତୁମେ ସତ୍ୟ ଜ୍ଞାତ ହବ, ସତ୍ୟ ତୁମକୁ ମୁକ୍ତ କରିବ। ଜୁନସ୍ ଜାଣିଲେ, ଓ ମୁଁ ପ୍ରଭୁ କହିଲେ ନିନିବି ଯାଉ, ମୁଁ ତର୍ସିସ୍ ଯାଉଥିଲି। ପ୍ରଭୁ ଦୟାକରି ଆମମାନଙ୍କୁ ବଞ୍ଚେଇଛନ୍ତି, ସେ ଦୟାରେ ବଞ୍ଚେଇଛନ୍ତି। କାହିଁକି ଦଣ୍ଡ ଦେବି, କାହିଁକି ଆକୁ ନରକରେ ପକେଇବି, ଏଟାকে ବୁଝୁ, ଯେ ଫେରି ଆସୁ। ଜୁନସ୍ ବୁଝିଲେ, ମାଛ ପେଟରେ ଥାଇକି ସରେଣ୍ଡର କଲେ ପ୍ରଭୁ ଠାରେ, ଆଉ ପ୍ରଭୁ ଆଜ୍ଞା ଦେଲେ ମାଛକୁ ଛାଡ଼ିଦେଲା। ଆଜି ଯଦି ଆମେ ପ୍ରଭୁଠାରେ ନିଜ ସମର୍ପଣ କରିଦେବା, ପ୍ରଭୁ ମୁକ୍ତ କରିଦେବେ। ଯୋଉ ଭୟଙ୍କର ଭାବରେ ଯେତେବେଳେ ଶୁଣେ ମନ୍ଦାତ୍ମା ତାକୁ ଦେଖିକି ସେ ଦେଖିକି ଚିତ୍କାର କରୁଛି 2-3 ଦିନ ଆଣେ, ଦିନ ରାତି ଯେତେ ପ୍ରାର୍ଥନା କଲେ ଯାହା କଲେ ହଉନାହିଁ। ସେମାନେ ଜିରିଓରେ ଏତେ ବଡ ନଗରକୁ ଜୟ କଲେ, ଛୋଟ ନଗରରେ ବାରମ୍ବାର ପରାଜିତ ହେଲେ। ମୋର ମନେ ପଡା ସେ ନୁଣ୍ଡୁଚରେ ବାହିନୀ ଭୂତ ଜଣକୁ ଲାଗିଥିଲା, ସେ କେମିତି ଭଲ ହେଇଗଲା, ଆଶ୍ଚର୍ଯ୍ୟ ଭାବରେ ମତେ ବ୍ୟବହାର କଲେ। ଏ ଖାଲି ଭୂତଟା ହେଇଥିବ, ମାତ୍ର ଯାଉନି ଯେତେ ପ୍ରାର୍ଥନା କଲେ ହଉନାହିଁ। ତମେ କଲେ ବି ହବ ନାହିଁ। ମତେ ସତ୍ୟ ଜ୍ଞାତ ପଡେ। 3 ଦିନ ହେଲାଣି ଝିଅ ଏମିତି ହେଲାଣି, ତାପରେ ମରିବ ସେ। କଣ ତମେ ପ୍ରାର୍ଥନା କର? ବାଲିଯାତ୍ରା ନଭେମ୍ବର ମାସରେ ଯାହା ହବ, ଦିନ ରାତି ଲକ୍ଷ ଲୋକଙ୍କର ଶୋ ଛୁଟୁଥିବ, ତ ମନା କରାଯାଇଥିଲା ଯିବ ନାହିଁ କହି। ପ୍ରଚାର କଲ ତ ବହୁତ ଜୋରେ ପ୍ରଚାର କରୁଛ। ଖ୍ରୀଷ୍ଟ ଯୀଶୁଙ୍କର ଯେମିତି ମନ ଥିଲା ତୁମର ସେମିତି ମନ ହଉ। ପାଉଲ କହୁଛନ୍ତି ତୁମେ ମୋ ପରି ହୁଅ, ମୁଁ ଖ୍ରୀଷ୍ଟଙ୍କ ପରି। ବହୁତ ଜୋରେ ଶିକ୍ଷା ଦଉଛ। ଯୀଶୁ ଖ୍ରୀଷ୍ଟଙ୍କର ମନ ଥିଲା ଆମେ ବାଲିଯାତ୍ରା ବୁଲିବା ପାଇଁ ନା? ପାଉଲ ଯାଇକି ସେମିତି ବୁଲିଥାନ୍ତେ? ସେମାନେ ଗଲେ କହିବେ, ଭାଇମାନେ ମନ ପରିବର୍ତ୍ତନ କର, ସ୍ୱର୍ଗ ରାଜ୍ୟ ସନ୍ନିକଟ। ଏସବୁରେ କିଛି ନାହିଁ କହିକି ତମେ କରିଛ ସେମିତି। ତମେ ବୁଲୁଛ, ସୁନ୍ଦର ସୁନ୍ଦର ଜିନିଷ କିଣୁଛ ଆଣି। ଯୋଉ ଜଣ ଦୁଷ୍ଟ ମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ପାପୀ ମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, ନିନ୍ଦକ ମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଦିବାରାତ୍ରରେ ଧ୍ୟାନ। ସେଇଟା କୋଉ ଜାଗା? ସେଟା ନିନ୍ଦକ ମାନଙ୍କ ଜାଗା, ପାପୀ ମାନଙ୍କ ଜାଗା, ନା ନା ଧାର୍ମିକ ମାନଙ୍କ ଜାଗା? ତମକୁ କୁହା ହେଇଥିଲା ପୁଣି ସ୍ୱପ୍ନରେ ସେଠି ଯିବ ନାହିଁ। ଆରେ କେହି ତ 30 ଗୁଣ ଫଳ, କେହି ତ 60 ଗୁଣ ଫଳ, କେହି ତ 100 ଗୁଣ ଫଳିବ। 100 ଗୁଣ ଫଳିଆ ଲୋକ ସେମିତି ଯିବେ ନାହିଁ। ଅବିଶ୍ୱାସ ପରି ହେବେ ନାହିଁ। ପରିବାରରେ ଅଶାନ୍ତି ଗଣ୍ଡଗୋଳ ସେମାନେ କରିପାରିବେ ନାହିଁ। ଅବିଶ୍ୱସ୍ତତାର କାର୍ଯ୍ୟ କରିପାରିବେ ନାହିଁ। ବାଇବେଲ ଯାହା କହୁଛି ତାହା ସେମାନେ ମାନିବେ। ଖାଇବାକୁ ମିଳୁ ନ ମିଳୁ, ପିଲାମାନେ ପାଠ ପଢନ୍ତୁ ନ ପଢନ୍ତୁ, ଚାକିରି ମିଳୁ ନ ମିଳୁ, ଘର ହଉ ନ ହଉ, ଅବିଶ୍ୱସ୍ତ ହେବେ ନାହିଁ। ଖାଇବାକୁ ନଥାଉ, ଦଶମାଂଶ ନିହାତି ପ୍ରଭୁ ପାଇଁ ସେମାନେ ରଖିବେ। ମାତ୍ର ଦଶମାଂଶ କଣ? ପ୍ରଭୁଙ୍କ ଲୋକମାନେ ଦେଇକି କିଏ 10 ପରିବର୍ତ୍ତେ 20%, 20 ଅଂଶ ତ, କିଏ 30 ତ, କିଏ 50 ତ, କଣ କରି ଦଉଛନ୍ତି। ଯାହା ପ୍ରଭୁ ଧନ୍ୟବାଦ। ବିଶ୍ୱସ୍ତରକୁ ଆଶୀର୍ବାଦ ବର୍ଦ୍ଧିଷ୍ଣୁ ହବ।
এইটা জানিগলা ପରେ ମୁଁ 3 ଦିନ ପରେ ସରେଣ୍ଡର କଲି। ଭୋର ସମୟରେ ଝିଅ ଶୋଇ ପାରୁନି ଛଟପଟ। ପ୍ରଭୁ ମତେ କ୍ଷମା କର। ମତେ କହିଥିଲା ମୋର ମନେ ପଡୁଛି ସରି ଏଥର ମତେ କ୍ଷମା କରିଦିଅ। ଯାବ ଜୀବନ ମୁଁ ଆଉ କେବେ ଯିବିନି। ଦେଖ ମତେ ତାପରେ ଯଦି ଯିବି ଯାହା ଦଣ୍ଡ ଦଉଛ ଦିଅ। ମାରିଦିଅ ମତେ ପ୍ରାଣରେ ଯାହା କରିବ କର। ଏଥରେ ଚାନ୍ସ ଦିଅ ପ୍ଲିଜ। କଥା କହିଲେ ଖାଲି କଥା କହିଲେ ହବ ନାହିଁ। ତମକୁ ତାର ପ୍ରତିକାର କରିବାକୁ ବାପ ତ ସ୍ୱୀକାର କର। ପ୍ରତିକାର କରିବା କଣ ସେଠି ଯୋଉ କିଣିକି ଆଣି ଯୋଉ 100 ଟଙ୍କାର ଜିନିଷ ଘରକୁ ସଜେଇଛ ଘଟକ ଆସିଲା ପରେ ଦେଖୁଛ ସହରରେ ଲୋକ କେମିତି ଶୋଉଛନ୍ତି। ବର୍ଜିତ ବସ୍ତୁ ଏସବୁ ବାହାର କର। ଉଠିଲି ଏଇ ମୁହୂର୍ତ୍ତରେ ସବୁ କାଢିକି ଭାଙ୍ଗି ଖଣ୍ଡ ଖଣ୍ଡ ଗୋଟେ ହେଲିକପ୍ଟର ବ୍ୟାଟେରୀ ପକେଇ ସେ ଉଡୁଛି। ମୋ ସ୍ତ୍ରୀ କହୁଛି ଏଇଟା ହେଲେ ଥାଉ ପିଲାମାନେ ଖେଳିବେ। କୋଉଟା ରହିବ ନା ହେଲିକପ୍ଟର ରହିବ ନା କି ଏରୋପ୍ଲେନ ରହିବ ନା କି ଆଉ ଟ୍ରେନ କିଛି ତ ରହିବନି। ଆଉ ଯାହା ଅଛି କାହିଁକି ଏଇଟା ରୋଷେଇ କରିବା ଜିନିଷଟା ରୋଷେଇ କରିବା ଯାହା ଅଛି ସବୁ ଖଣ୍ଡ ଖଣ୍ଡ ଏତେ ବଡ ଲୁଗାରେ ବାନ୍ଧି ଟେକି ନେଇକି ଯେମିତି ପକେଇକି ଆସିଲେ ଲେଖାଇଛ ତାହାଙ୍କ ନାମ ଆଶ୍ଚର୍ଯ୍ୟ ହାଲେଲୁୟା ମନ୍ତ୍ରୀ ପରାକ୍ରାନ୍ତ ପରମେଶ୍ୱର ଅନନ୍ତକାଳୀନ ପିତା ଓ ହାଲେଲୁୟା। ଆଶ୍ଚର୍ଯ୍ୟ କର ଯେମିତି ପକେଇକି ଆସିଲି ଦେଖୁଛି ଝିଅ ହସ ହସ ମୁଖରେ ଭୟ ଆସିଗଲା ଏମିତି ହଉଥାଏ। ତା ମୁଖ ବିବର ନେଇକି 3 ଦିନ ହେଲାଣି ତା ଅବସ୍ଥା ମୋର ନର୍ମାଲ ଆସ ଜାଣି ମତେ ଭୟ ଲାଗୁ ମୁହୂର୍ତ୍ତକେ ଘଣ୍ଟା ନେଇକି ଅଧଘଣ୍ଟା ନେଇ 15 ମିନିଟ୍ ନାଇଁ କି 1 ମିନିଟ୍ ନାଇଁ ମୁହୂର୍ତ୍ତକେ ସେ ବଦଳି ଯାଇଛି 100%। ଡାଡି ମୁଁ ଭଲ ହେଇଗଲି। ତେଣୁ ଲେଖାରେ ତମେ ସତ୍ୟ ଜ୍ଞାତ ହବ ସତ୍ୟ ତମକୁ ମୁକ୍ତ କରିବ। ପ୍ରଭୁଙ୍କର ବାକ୍ୟ ବାହାରକୁ ଗଲେ ତାଙ୍କ ଆଜ୍ଞା ନ ମାନିଲେ ଏ ଦଣ୍ଡ ମତେ ଆସିଲେ କାହାକୁ ନ ଆସିବ ସମସ୍ତଙ୍କୁ ଆସିବ। ତାଙ୍କର ମୁଖାପେକ୍ଷା ନାହିଁ। ତେବେ ପ୍ରଭୁଙ୍କର ଧନ୍ୟବାଦ ହଉ। ଆଉ କିନ୍ତୁ ପ୍ରଭୁ ଯୋଉ କଥା କହନ୍ତି ତାଙ୍କ ଦର୍ଶନ ଏସବୁ ଦ୍ୱାରା ଯୋଉ କଥା କହନ୍ତି ସେଇଟା ସଫଳ କରନ୍ତି ତାଙ୍କର ନିରୂପିତ ସମୟରେ। ଏ ଦର୍ଶନ ବିଷୟରେ ଟିକେ କହିବାକୁ ଚାହୁଁଛି ସମୟ ନାହିଁ। ଗୋଟେ ଲେଖାଇଛି ସେଇଟା ହଉଛି ହବକୁକ 2 ପର୍ବର 3 ପଦରେ ଗୋଟେ କଥା ଲେଖାଇଛି ଦର୍ଶନ ବିଷୟରେ। କଣ ସେ ଲେଖାଇଛି ଏହି ଦର୍ଶନ ବିଳମ୍ବ ହେଲେ ମଧ୍ୟ ତହିଁ ପାଇଁ ଅପେକ୍ଷା କର ତା ନିଶ୍ଚୟ ସଫଳ ହବ। କେହି ଯଦି ଟିକେ ପଢି ଦେଇପାରିବ ଭଲ ହବ। ହବକୁକ 2 ପର୍ବର 3 ପଦ। କାରଣ ଏହି ଦର୍ଶନ ଏବେ ନିରୂପିତ କାଳର ଅପେକ୍ଷା ଓ ପରିଣାମର ଆକାଂକ୍ଷା କରେ ଓ ତାହା ମିଥ୍ୟା ହେବ ନାହିଁ। ତାହା ବିଳମ୍ବ ହେଲେ ତହିଁ ପାଇଁ ଅପେକ୍ଷା କର କାରଣ ତାହା ଅବଶ୍ୟ ଘଟିବ ବିଳମ୍ବ ହେବ ନାହିଁ। ପ୍ରଭୁ ଯୋଉ ଦର୍ଶନ ଦେଇ କଥା କହିବେ ବିଳମ୍ବ ହେଲେ ମଧ୍ୟ ଅପେକ୍ଷା କର ତାହା ନିଶ୍ଚୟ ଘଟିବ ବିଳମ୍ବ ହବ ନାହିଁ। ପ୍ରେଜ୍ ଦ ଲର୍ଡ। ଗୋଟେ ବିଶେଷ ଦର୍ଶନର କଥା ମୁଁ କହିବା ପାଇଁ ଚାହୁଁଛି ଟିକେ ମନେ ପକେଇ ଦେବା ପାଇଁ। ଜାଣିଛ ତମାନେ ନୂଆ ନୂଆରେ କାର୍ଯ୍ୟରେ ମୁଁ ବହୁତ ଉଦ୍ଯୋଗ ହେଇ ଯେତେବେଳେ କାର୍ଯ୍ୟ କଲି ଯେତେବେଳେ ଏଲିୟଙ୍କୁ ପରମେଶ୍ୱର ପଚାରିଲେ ଏଲିୟ ତୁମେ ଏଇ ପର୍ବତରେ କଣ କରୁଛ ସେ କଣ କହିଲେ ମୁଁ ସୈନ୍ୟାଧିପତି ସଦା ପରମେଶ୍ୱରଙ୍କ ଅତିଶୟ ଉଦ୍ଯୋଗୀ ହେଲି। ମୁଁ ବି ସେମିତି ଉଦ୍ଯୋଗୀ ହେଲି ଚାକିରି ପାଇଁ ନାହିଁ ଟଙ୍କା ପାଇଁ ନାହିଁ ଘର ଦ୍ୱାର ପାଇଁ ନାହିଁ ପରିବାର ପାଇଁ ନାହିଁ ଜଗତ ବିଷୟ ପାଇଁ ନାହିଁ ଯୀଶୁଙ୍କ ନିମନ୍ତେ ମୁଁ ଉଦ୍ଯୋଗୀ ହେଲି। ଆଉ ବାଇବେଲ ପାଇଁ ସତ୍ୟ ପକ୍ଷରେ ଯୋଉ କାଲି 3ଟା କଥା ମୁଁ କହିଥିଲି ଯୀଶୁଙ୍କ ପାଇଁ ସାକ୍ଷୀ ହବ ସତ୍ୟ ପାଇଁ ସାକ୍ଷୀ ହବ ନିଜ ପାଇଁ ସାକ୍ଷୀ ହବ ସେଥିରେ ମୁଁ ଉଦ୍ଯୋଗୀ ହେଇଗଲି। ଆଉ ଖୁବ କାମ କଲାବେଳେ ଚାରିଆଡେ ବୁଲି କାମ କଲାବେଳେ ମତେ ଗୋଟେ ସ୍ୱପ୍ନରେ ଦିନେ ପ୍ରଭୁ ଦର୍ଶନଟା ଦେଖିଲେ। ସ୍ୱପ୍ନ ଦର୍ଶନରେ ମୁଁ କଣ ଦେଖୁଛି କଟକରେ ଗୋଟେ ବଡ ସ୍କୁଲ ହେଇଛି ସେଟା ଆମର ବଡ ସ୍କୁଲ ହେଇଛି। ମୋ ବାପା ସେଠିକାର ଅଲ୍ ଇନ୍ ଅଲ୍ ଅଛନ୍ତି। ମୁଁ କଣ ଅଛି ମାନେ ସେ ସ୍କୁଲର ହେଡମାଷ୍ଟର କି କଣ ସେମିତି ଅଛନ୍ତି ପିଲା ସବୁ ଭର୍ତ୍ତି ଅଛନ୍ତି। ମୁଁ ସେ ସ୍କୁଲ ସବୁ ବୁଲିକି ଯୋଉ ଦେଖନ୍ତି କଣ ଡିଆଇ ନା କଣ ଏତେ ସବୁ ପ୍ରକାର ଅଛି। ହଉ ଆଗରେ ଥିଲା ସେ ଡିଆଇ ମୁଁ ସେଇ ପ୍ରକାର ହେଇଛି ଚାରିଆଡେ ବୁଲୁଛି ବୁଲି 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 ଆସିକି ସେଠି ପହଞ୍ଚିଲି। 8 ବଡ ସ୍କୁଲ ଯାଇଛି ବହୁତ ପିଲା ଅଛନ୍ତି ବାପାଙ୍କୁ ଆଉ ବାପା ସବୁ ଅଲ୍ ଇନ୍ ଅଲ୍ ଅଛନ୍ତି ମାନେ ହେଡମାଷ୍ଟର କଣ କରି ମୁଁ ସେଠି ବସିଗଲି ସ୍କୁଲରେ। ତାପରେ ଚେୟାରରେ ବସିଗଲି ବହୁତ ମୁଁ କ୍ଳାନ୍ତ ହେଇଛି ବହୁତ କ୍ଳାନ୍ତ ହେଇକି ପ୍ରଭୁଙ୍କର ସେବା ଅନେକ ସମୟରେ ମୁଁ କରିଥାଏ। ମାନେ ଯେତେବେଳେ ଏମିତି ହେଇକି ମୁଁ ବସିଛି ଟେବୁଲ ଉପରେ ହାତ ରଖିକି ବହୁତ କ୍ଳାନ୍ତ ହେଇଛି ସେତେବେଳେ ଅନେକ ସମୟରେ ଏ ପାଖେ ବାପ୍ଟିଷ୍ଟ ଏମାନଙ୍କର ଯେତେବେଳେ ଡାକନ୍ତି ମତେ ତାଙ୍କର ମିଟିଂ ଗୁଡାକରେ ଆମର ମିଟିଂ ଗୁଡା ସ୍ପିକର କରି ମୁଁ ତ ପ୍ରାଣପଣ କରି ସବୁ ଶକ୍ତି ପ୍ରୟୋଗ କରି ବାକ୍ୟ ସାକ୍ଷ୍ୟ ସବୁ ଦେଇ ସମସ୍ତଙ୍କ ପ୍ରାର୍ଥନା ଲିଡ୍ ସବୁ ତ କରେ। ଏତେବେଳକୁ ମୋର ଶରୀରରେ ଆଉ କୌଣସି ଶକ୍ତି ନଥାଏ। ସେ ବସା ଘରକୁ ଯାଇକି ମୁଁ ଏକଦମ ଚୁପ୍ ରହିବି କାହାକୁ ଅନେଇବି ନାହିଁ କାହାଠୁ ସେ ପଦେ କଥା ହେବିନି କହିଥାଏ। ଅସଂଖ୍ୟ ଲୋକ ଆସୁଥିବେ ଟିକେ ତାଙ୍କ ସହ ଦେଖା କରି ଆଲଫନ୍ସ ପାଷ୍ଟର ସାମସନ କିଶୋରକୁ ମୁଁ କହିଲେ ତମେ ଜଗିଥିବ ସେଇଠି ସେ ଦ୍ୱାର ମୁହଁରେ କାହାକୁ ଭିତରୁ ଛାଡିବନି।
से मीटिंग रे मध्य कहे देख आउ जार कौन दरकार अच्छी रोग सुस्थ जार समस्या अच्छी संध्यार मीटिंग हम समस्ते आसो मो पाखु कहीं आसो ना बहुत क्लांत होती आकुटिया प्रभु पाखे समय जिते कहले भी माड़िकी आसो भीतर से मोर टे राग से कौन तुमको बारंबार कहली जग कहला से माड़ी आस कौन कर भाई ना से कहते तुम कहीं मना करते दूर आसु देखा करने आस तुम मना कर खेली आम कौन कर असंख्य लोक आ जन जन कर कला 8-10 लोग ग्रुप कर दी तुम कौन यहाँ हाँ प्रार्थना कर दी तुम जाओ दल आउ दल आस 8-10 की एका थरके कर सारी प्रार्थना कर सारे सारा पर केते जन से गोटे परीक्षा से गोटे स्त्री लोक कौन प्रार्थना तो करदेली से कांदुची अरे प्रार्थना छाड़देली परा तुम जाओ हेले तुम से प्रार्थना से कांदी कांदी करथिबो आज्ञा मोर आउ गोटे कथा एका थर तो पचारि तमर कौन अच्छी तमर कौन सब कल सरला पर तुम कांदुच बोला बेलू मत राग लगुच आउरी मोर एटा अच्छी सेटा अच्छी केमती हम एत भाव क्लांत शांति कि सब कार्य भी करे प्रभु धन्यवाद हो प्रभु मत आउ से स्वप्न देखते से मो क्लांत होती हाथ टे रिक्लाइन कर टेबुल पर बापा को पचारुची पिला माने तो सब अच्छा टीचर्स माने कहांती बापा कहले आउ टिके समय पर आसिए केते जन बापा कहले 100 जन टीचर से दायित्व किए नब एटा मोर स्वप्न दर्शन आरंभ समय बापा कहले से दायित्व तू नहीं चुरा बापा मत कह आमु कि से मन भर रहा 100टा मंडली एटा मोर दर्शन एटा मोर लक्ष्य जोटा मु एका पूर्ण करि पारिबि नै समस्त मिसिकी पूर्ण करिबा पई प्रभु दायित्व दे आमान को एकत्र रखछन्ति प्रभु दर्शन देले सत तांको भाई हारोन महाजाजक से काम तांकर मरियम भविष्यत वक्त्री तापर अन्यान्य लोक माने सत्तरी प्राचीन इत्यादि इत्यादि समस्त मिसी जहाँ विभिन्न दायित्व दे सब काम जनक बाप हाथ में रही पार नाम केवल कहि तुम सब कार्य करना कटक आसिकी बड़ पास्टर आसिले ना बुढ़ा पास्टर जहाँ कही पार ये तो बुढ़ा बोली कहूना सलमन तो सब कह भाई ना आप तो पूरा कौन यंग अच्छा पूरा इत्यादि सब मत से तू आगे टेकुचुरे मत नाई 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 तुम सब कम न कर कौन कर सोमनाथ जदि एमती प्रस्तुत करता ये सुंदर कुटीर आश्रम को आम आसी पारि न समस्त सहयोग आवश्यक धीरेन्द्र बाबू बहुत किसी आम सहित सहयोग सब रही सरकारी शिक्षक हेले सहयोग उत्साह प्रेरणा को यथेष्ट भाव में आगे बढ़ी प्रभु राज्य पाखे बड़ कृतज्ञ हेली जोड़ी मु गली से आरु परिवर्तन होगी आसली आसी 40-42 वर्ष पर गली द्वारा समस्त कथबार्ता मत से नहीं पहुंचे सांगे सांगे 2टा मीटिंग आरेंज कर मत ग्रहण कले मोर सब साक्ष्य शुणे बहुत खुशी उत्साहित यू मुझे निया पाई मुझे कटक भाई जो प्रभु मत कटक नेले कही गली मो नहीं चल जाए ना दर्शन प्रभु जो दायित्व देते आम जब संपूर्ण कर कार्य आरंभ के तर समाप्ति भाव दिन आम हिसाब देवा पड़ो खाली मु ना मो सहित जो मैंने मिसिकी जन द्वारा हो पार प्रभु तो इच्छा मत ने बापा जो बहुत व्यस्त हो कटक चलीगला से जो चलीगला चाकरी दिने बापा कहले मत आसला बापा को सब दायित्व दिखाई मनोज बापा कहले बापा रे मुझे सब दायित्व तुले पारि ना आउ तू चलीगलु कटक जो चलीगले से दामंजड़ी मुझे पारि मो मुंड घाबरागला मुझे कहले केमती हो बापा कौन भावुच नहीं समस्ते जानिले शिखिले जे जार समस्ते करंतु मुझे पारि मुझे दायित्व नहीं पारि बहुत व्यस्त चुपचाप रही बापा को कहली बापा तमें गोटे सरकारी स्कूल हेडमास्टर थी केते दायित्व तुलाउल मत कह केतेटा डायरी से फाइल गुड़ा सब मेंटेन तमें करते सम स्कूल रोथ सब विषय को लेकिन तुम केते दायित्व नौ जगत यहाँ जीशु तुम दिन सारा बसिकी फाइल मेंटेन कर लिखुच कि दायित्व दे यहाँ जहाँ कल दरमा पाई जगतर कथा जीशु जो इहकाल परकाल आदि ये दायित्व प्रभु आड़ तुम पाक आस तुम भाव ना देख तुम इच्छा दुख लगे मत तुम जब मना कर चिंता करी कौन करी हाथ में दायित्व दे कि चिंता करी काम तो बंद हो तुम इच्छा
ମତେ ଯଦି ଦୋଷ ଦଉଛ ତମେ କଟକ କାହିଁକି ତୁ କାହିଁକି କଟକ ଗଲୁ ମୁଁ କରିପାରିବି ନାହିଁ ଯଦି ମୋ ନିଜ ଇଚ୍ଛାରେ ମୁଁ କଟକ ଯାଇଛି ମତେ ଧର ତୁ ତ ଗଲୁ ତୋର ନିଜର ପାଇଁ କଟକ ମୁଁ କଣ କାହିଁକି କରିବି ମତେ ଜବରଦସ୍ତ କରି ଯଦି ତାର ପ୍ରମାଣ ଦେଖ ସେ ଘର କେମିତି ବନିକି ଇଟା ଜମିଥିଲା ସେଇ ସମୟରେ ପ୍ରଭୁ ଏମିତି କଥା କହିଲେ ଏମିତି ପରିସ୍ଥିତି ସୃଷ୍ଟି କଲେ ମୁଁ ବାଧ୍ୟ କରି ମତେ ଯେମିତି ଘୋଷାରିକି କଟକ ନିଆ ହେଲା କଟକ ଯିବାର 100ରୁ 1% ମୋର ଇଚ୍ଛା ନଥିଲା ଯଦି ପ୍ରଭୁ ମତେ ନେଲେ ଏଥିରେ ମୋର ଦୋଷ କଣ ଅଛି ପୁଣି ତ ମୁଁ ଆସୁଛି ସବୁ କରୁଛି ସବୁ ହେଲା ପରେ ତମ ଇଚ୍ଛା ବାପା ଯାହା ତମେ ଚିନ୍ତା କରିବ କିଛି ସମୟ ବାପା ରହିଲେ କହିଲେ ଏଇଟା ମୋର ଭୁଲ ହେଇଛି ବାପା ମୁଁ ଜାଣୁଛି ଯେତେବେଳେ ମୁଁ ଏପରି ଚିନ୍ତାଧାରା କଲି ହଠାତ୍ ବାଇବେଲ ଦିନ ମଝିରେ ଯେତେବେଳେ ପରିବାରରେ ପ୍ରାର୍ଥନା କରୁଛୁ ବାଇବେଲ ପଢିଲା ଲୁକ ପୁସ୍ତକରୁ ଗୋଟେ କଣ ବାହାରିଲା ସେ ପର୍ସନଟା ବାହାରିଲା ପଢିଲି ଲେଖାଇଛି ଯଦି ଜଣେ ଲୋକ ଗୋଟେ ପ୍ରହରୀ ଗୃହ ନିର୍ମାଣ କରିବା ପାଇଁ ଇଚ୍ଛା କରିକି ସେ କରେ ସେ ଅଟକଳ ନ କରି କରିବ କି କେତେ ପଇସା ଖର୍ଚ୍ଚ ହବ ଏଠି ଆଉ ଯଦି ଆରମ୍ଭ କରି ସମ୍ପୂର୍ଣ୍ଣ କରି ନ ପାରିଲା ଲୋକ କଣ ତାକୁ କହିବେ ନା ଇଏ ଆରମ୍ଭ କଲା କିନ୍ତୁ ସମ୍ପୂର୍ଣ୍ଣ କରିପାରିଲା ନାହିଁ ତା ପାଇଁ ଅପମାନ ହବ ନାହିଁ ଏଇ ବାକ୍ୟଟା ପଢେ ମୁଁ ବୁଝିଗଲି ଏଇଟା ଠିକ ହବ ମୋର କହିଲି ବାପାଙ୍କୁ ମୁଁ କହିଲି ମୁଁ ଜାଣିଛି ଆତ୍ମାରେ ଜାଣିପାରୁଛି ଏ ଚିନ୍ତା ତୁମ ଭିତରକୁ କେମିତି ଆସିଲା କିଏ ଆଣିଲା ତମ ଇଚ୍ଛା ନାଇଁ ମୁଁ ବଞ୍ଚିଥିବା ଯାଏ ଏ ଦାୟିତ୍ୱ କରିବି ତେଣୁ ପ୍ରଭୁ ଯେତେବେଳେ ସେ ଚାଲିଗଲେ ସେତେବେଳେ ବାପା ଚାଲିଗଲେ ପରେ ସୁନ୍ଦର ଦର୍ଶନ ଦ୍ୱାରା କଥା କହିଲେ ମୁଁ କହିଲି ବାକ୍ୟ ଅନୁସାରେ ଦେଖ ବାଇବେଲ ମୃତ ଲୋକ ପାଇଁ ବିଳାପ କରିବ ନାହିଁ କହିଲି ଷ୍ଟ୍ରିକ୍ଟଲି କବର ଯେତିକି ହେଲା ସେତିକି ଆଉ କେହି କାନ୍ଦିବାର ନାହିଁ ଯେମିତି ଗୀର୍ଜା ପ୍ରାର୍ଥନା ସେମିତି ହବ ବରଣ୍ଡାରେ ବାଜା ଫାଜା ଡ୍ରାମ୍ ଫ୍ରାମ୍ ସବୁ ମାରି ପାଟି ତୋଲ ଗୀତ ପ୍ରାର୍ଥନା ନିଜ ଲୋକମାନେ ଚାଲି ଆସନ୍ତି ବାପାଙ୍କର କବର ଦ୍ୱାରା ଏମାନେ କଣ ଅନେଇଥିଲେ ଏମାନେ ଲୋକଟା ମୋର କହିକି ନାଚ ଗୀତ କରୁଛନ୍ତି ଯାହା ତମେ ଭାବୁଛ ଭାବ ସମସ୍ତେ କନ୍ଦା ଗୋଟେ ମାଙ୍କୁ ମୁଁ ଷ୍ଟ୍ରିକ୍ଟ ସମସ୍ତେ କେହି କାନ୍ଦିବ ନାହିଁ ସେ ତ ସ୍ୱର୍ଗରେ ପହଞ୍ଚି ତାଙ୍କର କାନ୍ଦିବାର କଣ ସ୍ୱର୍ଗ ପହଞ୍ଚିବା ଲୋକ ପାଇଁ କାନ୍ଦିଲେ ସେମାନେ ବହୁତ ଅସନ୍ତୁଷ୍ଟ ହୁଅନ୍ତି ଆରେ ମାନେ ମହାସୁଖ ଆନନ୍ଦ ହଉଛି ତମେ କଣ ଏଇଟା ଅବାସ୍ତବ ଜୀବନ ସେଟା ବାସ୍ତବ ଜୀବନ ସେଟା କ୍ଷୁଧା ତୃଷା ମୃତ କ୍ରନ୍ଦନ ଦେଖିଲା ବେଳକୁ କିଏ ସୂର୍ଯ୍ୟ ପରି ଚନ୍ଦ୍ର ପରି ତାରା ପରି ହଉଥିବେ ବାଇବେଲ ଲେଖା ହଉଛି ପୁନରୁତ୍ଥାନ କେମିତି ଏବେ କହି ତେଣୁ ତାଙ୍କ ପାଇଁ କାହିଁ କାନ୍ଦିବା ମୁଁ କହିଲି ଦରକାର ହେଲେ ପ୍ରଭୁ ଆମକୁ ଜଣେଇଦେବେ ସେ କେମିତି ରଖିଛନ୍ତି କେହି କାନ୍ଦିନୁ ସେ ରାତିରେ ହେଉଛି ସକାଳେ ବେଳକୁ ମୋ ଭଉଣୀ ଜ୍ୟୋତି ଯିଏଠି ବାହା ହେଇଛି ମୁଁ ଗୋଟେ ସ୍ୱପ୍ନ ଦେଖିଲି ବାପାଙ୍କର ବୋଲେ କେମିତି ସ୍ୱପ୍ନ ଦେଖିଲ ନା ଦେଖିଲୁ ତୁ ସେ କହିଲା ମୁଁ ଦେଖୁଛି ସ୍ୱର୍ଗରେ ଯୀଶୁ ବସିଛନ୍ତି ସିଂହାସନରେ ଗୋଟେ ଟେବୁଲ ଅଛି ଆଉ ଗୋଟେ ମୁକୁଟ ରଖାଇଛି ଜୀବନ ରୂପ ମୁକୁଟ ଲେଖାଇଛି ଆଉ ସାଧୁମାନେ ଅଛନ୍ତି ଦୂତମାନେ ଅଛନ୍ତି ଗୋଟିଏ ପରେ ଗୋଟେ ବେଲ ବାଜୁଛି ଆଉ ତାପରେ ତୃତୀୟ ବେଲ ଯେତେବେଳେ ବାଜିଲା ସମସ୍ତେ ଠିଆ ହେଲେ ଆଉ ଗୋଟେ ଲୋକଙ୍କୁ ସେ ଦୂତମାନେ ଯୀଶୁଙ୍କ ନିକଟକୁ ନେଇ ଆସନ୍ତି ସେ ଲୋକଙ୍କ ମୁଖକୁ ଅନେଇ ହନ୍ତି ତାଙ୍କର ବସ୍ତ୍ର ଏତେ ଶୁଭ୍ରବର୍ଣ୍ଣ ନିକଟକୁ ଯେତେବେଳେ ତାଙ୍କୁ ଅଣା ହେଲା ମୁଁ ଦେଖିଲି ସେ ଯୀଶୁ ତାଙ୍କୁ ଆଲିଙ୍ଗନ କରିଦେବା ଗାଁରେ ଯୋଉ ତାଡ଼ନା ହଉଥିଲା ସେ ଦୃଶ୍ୟ ଦେଖିକି କଲେ ମୋର ପ୍ରିୟ ସନ୍ତାନ ମୋ ପାଇଁ ତମେ ଏତେ ଦୁଃଖ ହଉଛ ସେ ମୁକୁଟ ଉଠେଇକି ତାଙ୍କ ମୁଣ୍ଡରେ ରଖିଦେଲେ ହାଲେଲୁୟା ମରଣ ପତ୍ର ବିଶ୍ୱସ୍ତ ଭାବରେ ବାପା ସେ ଦାୟିତ୍ୱ ନେଇକି କାର୍ଯ୍ୟ କରୁଥିଲେ ନା ନାହିଁ ତେଣୁ ପ୍ରତିଜ୍ଞା ଅଛି ତାପରେ ମୁଁ ଦେଖୁଛି ଆହୁରି ଗୋଟେ ପ୍ରସେସନ ନିଆ ହଉଛି ଗୋଟେ ରାସ୍ତାରେ ଆଉ ସମସ୍ତେ ଗୀତ ଗାଇ ଗାଇ କୋଉ ଗୀତ ଆନନ୍ଦ ଆନନ୍ଦ କିପରି କହିବି କେତେ ଆନନ୍ଦ ଏଟା ଗାଇ ଗାଇ ନିଆ ହଉଛି ଯୀଶୁଙ୍କ ସହିତ ଗୋଟେ ଘର ସେଠି ଜୋସେଫ ବେହେରା ଲେଖାଇଛି ଆଉ ସେ ଗୋଟେ ରିବନ ଲଗାଇଛି ଯୀଶୁ କାଟିଲା ପରେ ବାପା ଯୀଶୁ ସେ ଭିତରେ ପ୍ରବେଶ କଲେ ତାପରେ ମୋ ଭଉଣୀ କହୁଛି ମତେ ଟିକେ ଅଡୁଆ ଲାଗିଲା ଏଇଟା କଣ ଜୋସେଫ ବେହେରା କେମିତି ଲେଖିଲା ବାପାଙ୍କ ନାଁ ହଉଛି ରେଜିସ୍ ବେହେରା ସେତେବେଳେ ମୁଁ ଖୁସି ହେଇଗଲି ମୁଁ କହିଲି ତାହେଲେ ତୁ ଠିକ ଦେଖିଛୁ କେମିତି ବାପାଙ୍କ ନାଁ ରେଜିସ୍ ବେହେରା ସତ ଯେତେବେଳେ ଡୁବନ୍ତି ହେଲା ପାଷ୍ଟର ଜୟବାରିଶ ଡୁବନ୍ତିରେ ବାପା କହିଥିଲେ ମତେ ଗୋଟେ ବାଇବେଲର ନାଁ ଦିଅନ୍ତୁ ବାପା ସେତେବେଳେ ତାଙ୍କୁ ଜୋସେଫ ବେହେରା ବଢିଆ କେତେ ଦିନ ପରେ ପାଷ୍ଟର ଆଲଫନ୍ସ କହିଲେ ଭାଇନା ମୁଁ ଗୋଟେ ସ୍ୱପ୍ନ ଦେଖିଲି ବାପାଙ୍କର ସ୍ୱର୍ଗରେ ସେ ଯୋଉ ଗାର୍ଡେନ ଅଛି ବଗିଚା ମୁଁ ସେଠି ବୁଲୁଛି ଜଣେ କେହି ଗୋଟେ ମତେ ପଚାରେ କଣ ଖୋଜୁଛ ମୁଁ ବାପାଙ୍କୁ ଖୋଜୁଛି ବାପାଙ୍କୁ ଆସ ଆସ ଦେଖିବ ତାଙ୍କୁ ବୋଲି ବାପାଙ୍କ ଘର ଭିତରେ ଆଉ ଦେଖିଲି ବାପା ବସିଛନ୍ତି ଭାଇ ଆଲଫନ୍ସ ତୁ ଆସିଲୁ କିଛି ସମୟ ପାଇଁ ସେ ସୁନ୍ଦର ଘର ସବୁ ସେଗୁଡା ସେ ବର୍ଣ୍ଣନା କରୁ ମୁଁ ବର୍ଣ୍ଣନା କରିପାରିବି ସେ ଜାଗା ସେ ସମସ୍ତ ବିଷୟ ଆଉ ତାପରେ ଟେବୁଲ ଉପରେ ଗୋଟେ ମୁକୁଟ ରଖାଯାଇଛି ସବୁ ତାର ଚାରିଆଡେ ସବୁ ଆଖି ଅଛି ଆଗ ପଛରେ ବାପା ଏଇଟା କଣ ଏ ମୁକୁଟ ତମର ହଁ ଏ କଣ ଆଖି ସବୁ ଅଛି ଚାରିଆଡେ ହଁ ଏଗୁଡାକର ସିଷ୍ଟମ ସେମିତି ଶେଷରେ ମିଲି ଛୋଟ ଥିଲା ସେ କହିଲା ଡାଡି ଆଜି ମୁଁ ଜେଜେଙ୍କୁ ସ୍ୱପ୍ନରେ ଦେଖିଲି ଆସି ମତେ କୋଳରେ ବସିଥିଲେ କଣ ଗୋଟେ ଖାଉଥିଲେ ସେଇ କଣ ସେ ଗୋଟେ ଆଣିଛନ୍ତି ବଢିଆ ଜିନିଷ ମତେ ଭାରି ମିଠା ହେଲା ସ୍ୱାଦ ଖାଇଲେ ବୋଧେ ସେ ମାନା ଫାନା ହେଇଥିବ ପରା
ତାପରେ ସେ କହୁଛି ଜେଜେ ଆସ ଦେଖ ଆମେ ସେ ଫୁଲ ଲଗେଇଛୁ ମେରିଗୋଲ୍ଡ ମାନେ କଣ ଚଳେ ସେ ଗେଣ୍ଡୁ ଫୁଲ ବହୁତ ହେଇଛି ବଡ ସୁନ୍ଦର ଦେଖାଯାଉଛି ଦେଖିଲ ଅଜା ଜେଜେ ତାପରେ କହୁଛି ତମର ସ୍ୱର୍ଗରେ ଅଛି ଫୁଲ ବାପା କହୁଛନ୍ତି ସ୍ୱର୍ଗରେ ବି ଫୁଲ ଅଛି ଫରକ ଏତିକି ଏଠିକାର ଫୁଲ ମଉଳି ଯାଉଛି ସେଠିକାର ଫୁଲ ମଉଳି ନେଇ ତାପରେ ମୋ ଝିଅ ତ ମତେ ବହୁତ ସେ ବି ଭଲ ପାଏ ସାଙ୍ଗେ ସାଙ୍ଗେ ସେ ପଚାରି ଦେଇଛି ଜେଜେ ଆଉ ଗୋଟେ କଥା ପଚାରିବି ଆଉ ତମକୁ ସମସ୍ତେ କହୁଛନ୍ତି କୁଆଡେ ମୁକୁଟ ମିଳିଛି ହଁ ମତେ ମୁକୁଟ ମିଳିଛି ଡାଡିଙ୍କୁ ମିଳିବ ନା ନାହିଁ ସେ ଏତେ କାମ କରୁଛନ୍ତି ଯୀଶୁ କହୁଛନ୍ତି ତାକୁ ନା ନା ମୋ ବାପା କହୁଛନ୍ତି ସେ କଥା ଯୀଶୁ ଜାଣନ୍ତି ମାନେ ମୁଁ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତରେ ମିଳିବ ନହେଲେ ମିଳିପାରିବ ନାହିଁ ପ୍ରଭୁଙ୍କର ଧନ୍ୟବାଦ ଏହିପରି ଭାବରେ ଯଦି ଆମେ ବିଶ୍ୱସ୍ତରେ ମରଣ ପର୍ଯ୍ୟନ୍ତ ତାହେଲେ ସେଇ ପ୍ରକାର ପୁରସ୍କାର ସମ୍ମାନ ସବୁ କିଛି ଦେବେ ମାତ୍ର ଆମକୁ ଆମର କର୍ତ୍ତବ୍ୟ ଦାୟିତ୍ୱ କରିବାକୁ ହେବ ଏଇ ଗୋଟେ ଦର୍ଶନଟା ମୁଁ କହିଲି ଏଇଟା ସମ୍ପୂର୍ଣ୍ଣ ହେଇନି 100ଟା ମଣ୍ଡଳୀ ଯୋଉ ସମୟରେ ମୋର ଗୋଟିଏ ମଧ୍ୟ ମସ୍ତକର କେଶ ଧଳା ନଥିଲା ଏବେ ଅଧିକାଂଶ ହେଇଗଲାଣି ସେଇ ସମୟରେ ଅକ୍ଳାନ୍ତ ପରିଶ୍ରମ କରି ଚାଲି ସାଇକେଲ ନାହିଁ କିଛି ନାହିଁ ସେ ଅନ୍ତର୍ବାର ଉପରକୁ ସାଡେ ସବୁ ଗଲା ବେଳକୁ ପର୍ବତ ଚାଲି ଅକ୍ଳାନ୍ତ ପରିଶ୍ରମ କରି ଅନେକ ବର୍ଷ ପରେ ପୁଣି ଯେତେବେଳେ ସେ ତୁମଙ୍କ ପାଖରେ ମିଟିଂ ହେଲା ଆମେ ଚାଳକୁ ଗୋଟେ ପାଖରେ ଆଲଫନ୍ସ ଗୋଟେ ପାଖରେ ସାମସଙ୍ଗ କିଶୋର ଅଛନ୍ତି ମୁଁ ଚାଲୁଛି ଏମିତି ଯାଉଛି ଆଟାପଡ଼ା ଦେଇ ଗଲୁ ସେଠୁ ଏମାନେ ମତେ ଭାଇନା ତମକୁ ଟେକିକି ଧରିବୁ କି ଟେକି ଧରିଲେ ଏତେ ସହଜ ନାହିଁ ମୁଁ ବି ଟିକେ ଓଜନ ଅଛି ଯେ ଆଉ କିନ୍ତୁ ନାଇଁ ଏତେ କଷ୍ଟ ଦେବି ନାହିଁ ତମକୁ ମୁଁ ଚାଲିବି ଦୁଇ ପାଖରେ ଯଦି କାଳେ ଟଳମଳ ହେଇଯିବି ମତେ ଟିକେ ଧରିବ ପ୍ରଭୁ ମତେ ଏଇ ଛୋଟ ପିଲାକୁ ଦେଖ ତମ ସହିତ ଯାଉଛି ଏଠିକି ଛୋଟ ପିଲା ମୁଣ୍ଡରେ ଗୋଟେ ବ୍ୟାଗ ବୋହିଛି ଛୋଟ ପିଲା ତମେ କଣ ଫରେନରୁ ଆସିଛ ଆମେରିକାରୁ ଯେ ଚାଲି ପାରିବନି ନାଇଁ ସେମିତି ନାହିଁ ଯେ ଏତେ ବର୍ଷ ହେଲା କଟକ ରହିଲି ଖାଲି ଗାଡି ଫାଡି ମେଣ୍ଟେନ ରହିଲୁ ମୋର ଶକ୍ତି ନାହିଁ ନା ମୁଁ କଣ ଠକୁଛି କାହାକୁ ଛଳନା କରୁଛି ନା ତାପରେ ଆହୁରି ପ୍ରଭୁ ତମ ନିଜ ମାଙ୍କୁ ଦେଖ ଏଇ ବୁଢୀ ଲୋକଟା ସେ ଚାଲୁଛନ୍ତି ତମେ ଗୋଟେ ଯୁବା ଲୋକ ଧଇଁ ସଇଁ ହଉ ହେଲା ସରିଲା ଏଇ ତମଠାରେ ଜପେଇରେ ନୂଆ ବଳ ପାଇବୁ ସେ ନୂଆ କେହି ଧରଲେ ନା ଚାଲି କଷ୍ଟରେ ସେମିତି ମୁଁ ଉଠିଲି ଏତେ ଭାବରେ କାର୍ଯ୍ୟ ପରିଶ୍ରମ କରୁଥାଏ ପ୍ରଭୁଙ୍କର ଧନ୍ୟବାଦ ମଶାଙ୍କୁ ଏତେ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାୟ 20 ଲକ୍ଷ ଲୋକଙ୍କର ଦାୟିତ୍ୱ ଦିଆହବ 100ଟା ମଣ୍ଡଳୀ କେତେ ଲୋକ ରହିବେ ଏଇଟାକୁ ଯଦି ମୁଁ ଏମିତି ଭାବିବି ସମସ୍ତଙ୍କର ଆବଶ୍ୟକ ଦେଖୁଥିଲି କେବେ ହବ ଏଇଟା ଏତେବେଳେ ଟଙ୍କା ପଇସା ଦରକାର ଲୋକ ଯଦି ପଇସା ବି ହେଇଯାନ୍ତା ଭଲରେ କହିଲେ କି 100ଟା କଣ 200ଟା କି 1000ଟା ବି ରଖିଲେ ହୁଅନ୍ତା ଟଙ୍କା ଦରକାର ନାଇଁ ପରାକ୍ରମ ଦ୍ୱାରା ନୁହେଁ ବଳ ଦ୍ୱାରା ନୁହେଁ ଆମର ଆତ୍ମା ଦ୍ୱାରା ସୈନ୍ୟାଧିପତି ସଦାପ୍ରଭୁ ସେଟା ଟଙ୍କା ଦ୍ୱାରା ତମେ ଯାହା କରିବ ସେଟା ଏମିତି ହବ ଆଉ ଏଠି ବହୁ ସଂଖ୍ୟାର ଲୋକମାନେ ଆସେ ବାପ୍ତିଜ ଯୋହନଙ୍କ ନିକଟକୁ ବାପ୍ତିସ୍ମ ନେବା ପାଇଁ କହିଲେ ଦେଖ ତାଙ୍କ ହାତରେ କୁଲା ଅଛି ତାଙ୍କର ଗହମକୁ ତାଙ୍କ ଖଳାରେ ଭଲରେ ପାଛୋଡ଼ିବେ ଅଗାଡି ବାହାରିଯିବ ଅନିର୍ବାଣ ଅଗ୍ନିରେ ପୋଡିବେ ଆଉ ଯା ବିହନ ଆଉ ସେ ଅମାର ରଖିବେ ସେଟା ସ୍ୱର୍ଗ ତେଣୁକରି ତମେ ଭାବୁନି ବହୁତ ଲୋକ ତମେ ଯଦି ଏକାଠି କରିଦବ ତମେ ବହୁତ ବଡ ପ୍ରଭୁଙ୍କ ଲୋକ ପ୍ରଚାରକ ବଡ ଆତ୍ମା ଲାଭ କରି ସେଟା ତମେ ଭାବ ନାହିଁ ଅରିଜିନାଲ ଲୋକମାନେ ଖାଣ୍ଟି ଲୋକମାନେ କେମିତି ଆସିବେ ପରାକ୍ରମ ଦ୍ୱାରା ନୁହେଁ ବଳ ଦ୍ୱାରା ନୁହେଁ ଆମ୍ଭର ଆତ୍ମା ଦ୍ୱାରା ପବିତ୍ର ଆତ୍ମାଙ୍କ ଦ୍ୱାରା ଯୋଉମାନେ ଆକର୍ଷିତ ହେବେ ଆଶ୍ଚର୍ଯ୍ୟ କର୍ମ ଦ୍ୱାରା ଯୋଉମାନେ ମନ ପରିବର୍ତ୍ତନ କରିବେ ଯୀଶୁ ଯୋଉମାନଙ୍କୁ ଦେବେ ସେମାନେ ଗହମ ହେବେ ସେମାନେ ବାଳୁଙ୍ଗା ହେବେ ନାହିଁ ହଉ ଠିକ ଅଛି ଧନ୍ୟବାଦ ଆଉ ତେଣୁ ଦିନେ ଟିକେ ମନ ଡିପ୍ରେସ ଥିଲା ଏମିତି ନାହିଁ ତ ପୁଣି ଯେତେ ଅନେକ ସବୁ ଥିଲେ ସେମାନେ ତ ଅନେକ ଲୋକ ଚାଲିଗଲେ ସମସ୍ତେ ମିଶି ଯଦି ଥାନ୍ତୁ ଆରମ୍ଭରୁ ଯେତେ ରହୁଥିଲେ କେତେ ଲୋକ ହେଇଥିବେ ଆପଣ କୁହ ରୁମ ସାଇଡରେ ଯେତେ ସବୁ ଗଲେ ଏଇ ପାଖରେ ଚାରିଆଡେ ଯୋଉ ଆମର ଯୋଉ ଥିଲେ ସବୁ ଛିନ୍ ଛତର ହେଇଗଲେ ଯଦି ସମସ୍ତେ ଥାନ୍ତି କେତେ ନ ହେଇଥାନ୍ତା ମଣ୍ଡଳୀକୁ ହିସାବ କର ଥରେ ବସି ଗତ ଥର ମୁଁ ଆସିଛି ଆମେ ହିସାବ କରୁ କାହିଁକି ନା ଆପଣଙ୍କର କେତେ ପୁଅ କେତେ ଝିଅ ଆଜ୍ଞା 3 ପୁଅ 3 ଝିଅ ସବୁ ଅଛନ୍ତି ଆଜ୍ଞା ପ୍ରଭୁଙ୍କ ପାଇଁ ଯେତେବେଳେ ସେ ମନ ପରିବର୍ତ୍ତନ କଲେ ହିନ୍ଦୁରୁ ଆଉ ତାଙ୍କୁ ଘରେ ଗ୍ରହଣ କଲେ ସେ ତ୍ୟାଗ କରିଦେଲେ ଘର ତ୍ୟାଗ କରି କେତେ ବର୍ଷ ହବ 24 ବର୍ଷ କେତେ ବଡ ସ୍ଟେପ ସେ ନେଇଛନ୍ତି ଆମ ପାଇଁ ଉତ୍ସାହ ପ୍ରେରଣା ଆମେ ଘର ଦ୍ୱାର ଛାଡି ପାରୁନୁ ଖ୍ରୀଷ୍ଟିଆନକୁ କହିକି ଘର ଦ୍ୱାର ସବୁ ଛାଡିକି 24 ବର୍ଷ କାର୍ଯ୍ୟ କରୁଥିଲେ ଶେଷରେ ଆମ ସହିତ ମିଶେଇଲେ ବହୁତ ଗୌରବର ବିଷୟ ସମ୍ଭବତଃ ଶନିବାର ଦିନ ସେ ଜୀବନ ନେବେ କାରଣ ଜାଣିଛନ୍ତି ସେ ଯାହା କରିଛନ୍ତି ଠିକ ଭାବରେ ନେଇ ବୁଝିଲେ କଲେ ବାକ୍ୟ ଅନୁସାରେ ଆଉ ଥରେ ଜୀବନ ନେବେ ତାପରେ ଲର୍ଡ ସାପରେ ସେ ଜଏନ୍ କରିବେ ଆଉ ପାଷ୍ଟର ଆଲଫନ୍ ପାଷ୍ଟର ସାମସନ୍ ମତେ କହିସାରିଲେଣି ତାଙ୍କ ବିଷୟରେ ମୁଁ ମଧ୍ୟ ତାଙ୍କ ବିଷୟରେ ଚିନ୍ତା କରି ଭାବୁଥିଲି ପ୍ରଭୁ ଇଚ୍ଛା କଲେ ତମାନଙ୍କ ଦଳ ମଧ୍ୟରେ ତାଙ୍କୁ ମିଶେଇବେ ଏବେ କେତେ ଜଣ ଅଛ
9 ଜଣ +1 ହେଲେ 10 ହେଇଯିବ। ତେବେ ଆମର ଦାନିଏଲ ପାଷ୍ଟରଙ୍କର ପୁଅ ଦାନିଏଲ ପାଷ୍ଟରଙ୍କ ପୁଅ କଣ ତା ନା ବଡ ପୁଅ ମିଲୁ ସେ କହିଲା ଭାଇନା ମୁଁ ଗୋଟେ ସ୍ୱପ୍ନ ସେ କେବେ କହିନଥିଲା ମତେ ଏବେ ଏବେ ନିକଟରେ କହିଲା ଗୋଟେ ସ୍ୱପ୍ନ ଦେଇଛି କଟକରେ ଆପଣ ବହୁତ ବଡ ଗୋଟେ ଘର ବିଲ୍ଡିଂ କରିଛନ୍ତି ବାଇବେଲ କଲେଜ କରିଛନ୍ତି ସବୁ ଚାଲିଛି ଷ୍ଟୁଡେଣ୍ଟସ ମାନେ ଟିଚର୍ସ ମାନେ ଆପଣ ମୁଖ୍ୟ ଅଛନ୍ତି ଏତେ ବଡ ଘର ଏତେ ଏମିତି ସବୁ କରି ଆଚ୍ଛା ଆଚ୍ଛା ଏଟା ଆତ୍ମିକ ଅର୍ଥ ହେଇପାରେ ମୁଁ ସେ ଅନୁସାରେ କାର୍ଯ୍ୟ କରୁଛି ପ୍ରଭୁ ଇଚ୍ଛା କଲେ ଯାହାକୁ ସେଟା କରିପାରିବେ ତାଙ୍କ ଇଚ୍ଛା ସେଟା ସେ ଜାଣନ୍ତି ଆଉ ତେଣୁ କହିଲେ ସେତେବେଳକୁ ଜଣେ ଲୋକ କଣ କହୁଛି ଆଉ ତାର ସବୁ ବାୟୋଡାଟା ସବୁ ଧରିକି ଆପଣଙ୍କ ପାଖକୁ ମତେ କାମରେ ରଖନ୍ତୁ ଆପଣ ସବୁ ଦେଖିଲେ ଖୁସି ହେଇଗଲେ ଠିକ ଅଛି ବୋଲି କହିଲେ କିନ୍ତୁ କହିଲେ ଏବେ ପୋଷ୍ଟ ସବୁ ଫିଲ୍ଅପ୍ ହେଇଯାଇଛି ତେଣୁ ଏ ବର୍ଷ ନେକ୍ସଟ ଇୟର ତୁମକୁ ରଖା ବୋଲିକି ଭାଇନା ଆପଣ ତାଙ୍କୁ କହିଲେ ସେ କିଏ ବୋଲିକି ଆଉ ଜଣା ନାହିଁ ଆମର ଜେନାବାବୁ ବୋଲିକି ସେ କହିନାହିଁ କିନ୍ତୁ ମୁଁ ଅନୁଭବ କରି ଦେଖିଲି ତାଙ୍କର ଯେତେବେଳେ ସବୁ ବାକ୍ୟ ଅନୁସାରେ ସେ ରେଡି ହେଇକି ସେ ନେବେ ସବୁ କରିବେ ଆଉ ପାଷ୍ଟର ଆଲଫନ୍ ପାଷ୍ଟର ସାମସନ୍ ମତେ କହିସାଣି ଆମେ ବାଧ୍ୟ କରିବାର ନାହିଁ ଆପଣ ଚିନ୍ତା ଯଦି କରିବେ ସେ ବି ଇଚ୍ଛା ମୋ ମନରେ ମଧ୍ୟ ସେ ଇଚ୍ଛା ଆସି ଯାଇ ସାରିଛି ତାଙ୍କୁ କହିବେ ସେ ପ୍ରଭୁଙ୍କର ଧନ୍ୟବାଦ ହଉ ଆମେ ଖୁସି ହେବା ସେ ବି ଖୁସି ହେବେ ତାଙ୍କ ମନରେ ଲାଗୁଥିବ ନା ମୋର କେହି ନାହାନ୍ତି ଦୁନିଆରେ ଘର ଲୋକ ତ ବାହାର କରିଛନ୍ତି ଆଉ ଅଛନ୍ତି ନାଇଁ ନାଇଁ ମୁଁ କହିଲି କେହି ନଥିଲେ ଆମେ ସବୁ ଅଛୁ ଆପଣ ଆମ ଭିତରକୁ ଆସିଯିବେ ଆମ ଗୋଷ୍ଠୀରେ ବୋଲି ମନେ କରିବେ ଗୋଟିଏ ହେଇକି ପ୍ରଭୁଙ୍କର କାର୍ଯ୍ୟ କରିବା ଆପଣ ଆଉ ଚିନ୍ତା କରିବେ ପ୍ରଭୁ ପ୍ରଭୁଙ୍କର ଧନ୍ୟବାଦ ହଉ ଏଇ ଦର୍ଶନଟା ଆଉ ମୁଁ ଖେଳୁଥିଲା ହଁ ଆମେ ବସିକି ଯେତେବେଳେ ଚିନ୍ତା କଲୁ ଆଉ କଣ ଗତ ଥର ବସିକି ଅନେକ ଲୋକ ତ ଚାଲିଗଲେ ଆମ ଭିତରେ ଥିଲେ ଇଏ ସବୁ ନାହିଁ ଆମେ ତ ଅଳ୍ପ ଲୋକ ଅଛୁ ଏବେ ଏ ଭିତରେ ପ୍ରଭୁ ଗୋଟେ ଚିନ୍ତା ମନରେ ଦେଲେ ମୁଁ କହିଲି 3 ପୁଅ 3 ଝିଅ ନା 40 ବର୍ଷ ହେଲା ଅଲଗା ହେଇକି ଅଛନ୍ତି ଘର ପୁରୁଣାନ୍ତି ଠିକ ଅଛି କିନ୍ତୁ ଯଦି ସେମାନେ କହିବେ ସେ ଆମର ବାପା ନାହାନ୍ତି ଆପଣଙ୍କର 3 ପୁଅ 3 ଝିଅ କହିବେ ସେ ଆମର ବାପା ନାହାନ୍ତି କହିପାରନ୍ତି କହୁଥିବେ ସ୍ତ୍ରୀ କହିବ ସେ ମୋ ସ୍ୱାମୀ ନାହାନ୍ତି DNA ଟେଷ୍ଟ କଲେ ଆପଣଙ୍କର ରକ୍ତ ହିଁ ତାଙ୍କଠି ବାହାରିବ ସମସ୍ତେ କହିବେ କଣ କହିଲ ତାଙ୍କ ଉପରେ DNA ଟେଷ୍ଟ ସବୁ ଅଛି ତାଙ୍କ ରକ୍ତ ଅଛି ସେମିତି ଆମ ପାଖରେ ଯେତେ ଲୋକ ଥିଲେ ଛିନ୍ ଛତ୍ର ହେଇଥାନ୍ତୁ କାହା ଶିକ୍ଷା କାହା ପ୍ରଚାର ଦ୍ୱାରା ମନ ପରିବର୍ତ୍ତନ କରୁଛନ୍ତି କିଏ ସେ ଲୋକ ଯିଏ ଆଶ୍ଚର୍ଯ୍ୟ କର୍ମ ଯାହା ଦ୍ୱାରା ମନ ପରିବର୍ତ୍ତନ କଲେ ମଣ୍ଡଳୀକୁ ଆସିଲେ ଡୁବର ନେଲେ କିଏ ସେମାନଙ୍କୁ ଦେଲା ତାର ହିସାବ ସ୍ୱର୍ଗରେ ଥିବ ସେମାନେ ଆମର ହେବେନି ତ କାହାର ହେବେ ବନ୍ଧୁ ଆଡେ ଯାଉଛନ୍ତି ଡେଉଁଛନ୍ତି କି ଯାଏ ସେମାନେ ଯେତେ ତମେ ପରିଶ୍ରମ କରୁଛ ସବୁ ଆମର ହିସାବକୁ ଯିବ ଯେତେ ମଣ୍ଡଳୀ କରୁଛ ସବୁ ବାପା ପୁଅ ଝିଅ ନାତି ନାତୁଣୀ ସବୁ ଗୋଟିଏ ରକ୍ତରେ ଅଛନ୍ତି ତେଣୁକରି ଆମେ ଗତ ଥର ଯେତେବେଳେ କୋଟିଗୁଡାକ ହିସାବ କରୁ 30-40 କଣ ସବୁ ହେଲାଣି ଏତେ ସବୁ ହେଇଯାଇଛୁ ଓ ଅଧା ଅଧି ହେଇଗଲାଣି ତ ଆଉ ତାହେଲେ ହେଇପାରିବ ମୋର ଆଶା ଭରସା ଆସିଗଲା ଆଉ ଯେତେବେଳେ ପ୍ରଭୁଙ୍କର ସମୟ ପହଞ୍ଚିବ ସେ ଦର୍ଶନକୁ ସଫଳ କରିବି ଭବିଷ୍ୟତବାଣୀ ସଫଳ କରିବି କହିଥିଲେ ଆମକୁ ଆକାଶ ତାର ସମୁଦ୍ର ବାଲି କରି ତୁମର ବଂଶ ହବ ଆଉ କଣ ଏ ଏଲିଏଜର ତୁମର ଘରର ତୁମର ଯୋଉ ପ୍ରଧାନ ଦାସ ତମେ କହିଲ ଇଏ ତୁମର ଧନର ଆଉ ମାଲିକ ହବ ସେ ହବ ନାହିଁ ହାଗାର ଠାରୁ ଯେ ଜନ୍ମ ହେଲା ତା ନା କଣ ଇସ୍ମାଇଲ ସେ ବି ହେଇପାରିବ ନାହିଁ ତମର ଔରସ ମାତ୍ର ସେ ଦାସୀର ପୁତ୍ର ତମ ନିଜ ସ୍ତ୍ରୀର ପୁତ୍ର ହେଲା ଇଶା ସେଇ ତୁମର ଧନ ଅଧିକାରୀ ହବ ସେ ଜନ୍ମ ହେଇନି ପରା ଦେଖ ଋତୁ ଫେଲ ସେ କେମିତି ହଉଛି ହାଲେଲୁୟା ଆଦି ପୁସ୍ତକ 21 ପର୍ବର ଆରମ୍ଭରେ ଲେଖା ହେଲା ସଦା ପ୍ରଭୁଙ୍କ ଦ୍ୱାରା ନିରୂପିତ ସମୟରେ ସାରା ଗର୍ଭ ଧାରଣ କରି ଅବ୍ରାହମଙ୍କ ନିମନ୍ତେ ଏକ ପୁତ୍ର ପ୍ରସବ କଲା ଅବ୍ରାହମକୁ ସେତେବେଳେ 100 ବର୍ଷ ପୁରୁଷକୁ ତା ସ୍ତ୍ରୀକୁ 90 ବର୍ଷ ବାକି ପ୍ରଭୁ ସଫଳ କଲେ ଏ ଅବ୍ରାହମ ହସିଥିଲେ ମୁହଁ ମାରିକି କଣ କହୁଛ ମତେ ଏତେ ବର୍ଷରେ ପିଲା ଦବ ଆଉ ସେ ଇସ୍ମାଇଲ ବଞ୍ଚୁଥିଲା ସାରାକୁ ମତେ ଯେତେବେଳେ ଆସି ସେ 3 ଜଣ ଲୋକ ହେଇକା ସେ ଖାଇ ପିଇକି ଗଲେ ଏ ଋତୁ ଫେଲ ସାରା ପୋଡେ ପୋଥିବ ସେ ବି ମନେ ହସିଲା ପରମେଶ୍ୱର ତାକୁ ଡାକ କାହିଁକି ହସିଲା ନା ନା ମୁଁ ହସିନି ସେ କହିଲେ ମୁଁ ହସିଛ ତେଣୁ ପରମେଶ୍ୱର କହିଲେ ତମର ଯୋଉ ପୁଅ ହବ ସ୍ୱାମୀ ସ୍ତ୍ରୀ ହସିଲ ନା ତାକୁ ନାଁ ଦବ ତମେ ହାସ୍ୟ ମାନେ ଇସାକ ମାନେ ହାସ୍ୟ ତା ନାଁ ସେମିତି ଦବ ଇସାକ ନାଁ ଦିଆ ଇସାକ ମାନେ ହାସ୍ୟ ବାପା ମା ହସିଥିଲେ ପରମେଶ୍ୱର ଦେଲେ ସବୁବେଳେ ଦେଖ ଯେତେବେଳେ ତାକୁ ଇସାକ ଡାକୁଥିବ ତମ ମନେ ପଡୁଥିବ ଯେ ମୁଁ ପରମେଶ୍ୱରଙ୍କ ଆଗରେ ହସିଥିଲି ଗୋଟେ ଅବିଶ୍ୱାସୀ ଲୋକ ଭଳି କେମିତି ପ୍ରଭୁ କାର୍ଯ୍ୟ କରିଥାନ୍ତି ତେଣୁ ପ୍ରଭୁଙ୍କର ସମୟ ପହଞ୍ଚିଲେ ପ୍ରଭୁ କରିବେ ଏଇଟା ହଉଛି ଆମର ଲକ୍ଷ୍ୟ ଏ ଦର୍ଶନର ବିଶେଷ କଥା ମୁଁ ମନେ ପକେଇଦେଲି ଆଉ ଏ ଲକ୍ଷ୍ୟରେ ମୁଁ ଅଛି ତମମାନେ ମଧ୍ୟ ଅଛ ଯେତିକି ଲୋକ ଆମେ ଅଛୁ
ପ୍ରଥମରେ ଥିବା ଅନେକ ଲୋକ ତ ଶେଷରେ ପଡ଼ିବେ, ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ। କେତେ ଲୋକମାନେ ଆଗ ପଛ ହେଲା ବେଳକୁ ମଧ୍ୟ ଆଉ ଜେନା ଭାଇଙ୍କୁ ପ୍ରଭୁ ଆମ ସହିତ ସଂଯୁକ୍ତ କରୁଛନ୍ତି, ସେଟା ବହୁତ ବଡ଼ ଆନନ୍ଦର ବିଷୟ। ପ୍ରେଜ୍ ଦ ଲର୍ଡ। ଆଉ ପ୍ରଭୁଙ୍କ ଇଚ୍ଛାରେ ତାଙ୍କ ନିରୂପିତ ସମୟରେ ଆଉ ସବୁ କିଛି ସେ କାର୍ଯ୍ୟ କରିପାରିବେ। ପ୍ରଭୁଙ୍କର ନିରୂପିତ ସମୟକୁ ଅପେକ୍ଷା କରିବାକୁ ହବ। ଏସବୁ ଦର୍ଶନ ଦ୍ୱାରା କହିଛନ୍ତି, ଏବେ ବି କହୁଛନ୍ତି, କହିବେ ପ୍ରଭୁ ମତେ ଆମମାନଙ୍କୁ ଦର୍ଶନର ଆବଶ୍ୟକ, କାରଣ ଦର୍ଶନ ନଥିଲେ ଲୋକମାନେ କଣ ହୁଅନ୍ତି? ବିନଷ୍ଟ ହୁଅନ୍ତି। ଯଦି ମଶାଙ୍କୁ ପ୍ରଭୁ ଦର୍ଶନ ଦେଇନଥାନ୍ତେ ତାହେଲେ ଫାରୋଙ୍କ ପାଖକୁ ସେ ଯାଇନଥାନ୍ତେ। ଆଉ ଯାହା ଯାହା ପ୍ରଭୁ କରୁଥିଲେ, କରିବା ପାଇଁ ଯାଉଥିଲେ, ମଶାଙ୍କୁ ଦର୍ଶନ ଦ୍ୱାରା କହୁଥିଲେ, ଆଉ ସଂସାରରେ ସେ କାର୍ଯ୍ୟ କରୁଥିଲେ। ଆଉ ସେ ଲୋକ ବାହାର କରିକି ତାଙ୍କୁ ଟଙ୍କା ପଇସା ଦେଲେ ନାହିଁ, ଦେହରେ ବଳ ଶକ୍ତି ଦେଲେ ନାହିଁ, ତାଙ୍କୁ ରାଜା କଲେ ନାହିଁ, ସୈନ୍ୟ ସାମନ୍ତ ଦେଲେ ନାହିଁ, ଯୁଦ୍ଧ ଅସ୍ତ୍ର ଗୁଡାକ ଦେଲେ ନାହିଁ, ପରମାଣୁ ବୋମା ସବୁ ଦେଲେ ନାହିଁ, ଦର୍ଶନ ଦେଲେ ତାଙ୍କୁ। ହେ ମଶା ଯୋଉଠି ତୁମେ ଠିଆ ହେଇଛ ସେ ପବିତ୍ର ଭୂମି, ପାଦୁକା କାଢ। ତାହେଲେ ଦର୍ଶନ ପାଇବା ପାଇଁ ଆବଶ୍ୟକ କଣ? ପ୍ରଥମ ଜିନିଷ ଦରକାର ପବିତ୍ରତା। ଦର୍ଶନ ପାଇବା ପାଇଁ ଆଉ ଗୋଟେ ଜିନିଷ ଦରକାର, ସେଇଟା ହଉଛି ପବିତ୍ର ଆତ୍ମା। ଏ ଦିଟା କଥା କହିବି, ଏଇଟା ଉପରେ ବହୁତ ଗୁରୁତ୍ୱ ଦିଅ। ଦର୍ଶନ ମିଳିବ, ଆଉ ସେଟା କେବେ ଅନ୍ୟଥା ହବ ନାହିଁ, ଠିକ ସମୟରେ ସଫଳ ହବ। ପବିତ୍ରତାରେ ଆଉ ଦର୍ଶନ କେମିତି ମିଳିବ? ମାଥ୍ୟୁ 5:8, ଯେତେବେଳେ ମତେ ଅଧିକ ଉଦ୍ଯୋଗୀ ଯୀଶୁଙ୍କୁ ଦେଖିବି, ଦେଖିପାରିବ ଯୀଶୁ। ଶୁଦ୍ଧଚିତ ଲୋକେ ଧନ୍ୟ, ଈଶ୍ୱରଙ୍କ ଦର୍ଶନ ପାଇଁ ସଂକଳ୍ପ କରି ମୁଁ ତ ଶୁଦ୍ଧଚିତ ହେବି। ଆଉ ଛୋଟ ବଡ ସବୁ ପାପ ସ୍ପିକାର ଯାହା ପାପ କଲା ହେବି, ଜୀବନ ସାରା ମୁଁ ଛାଡି ନଥାନ୍ତି। ଏତେ ଦୂର ମୁଁ ଆଉ ଜାଗତିକ ମନା ହେଇକି ମୁଁ ଥିଲି, ଖରାପ ଦୁଷ୍ଟ ଲୋକ ନଥିଲି, କିନ୍ତୁ ଗୋଟେ ଜୀବନକୁ ଉପଭୋଗ କରିବା ସେଇ ପ୍ରକାର ଗୋଟେ ଲୋକ ହେଇକି ଥିଲି। ସେ ସବୁ ମୋ ଠାରୁ କେବେ, ଏତେ ଯୋଉ ପ୍ରକାର ଖେଳୁଥିଲି ସେ ଖେଳ କେବେ ବନ୍ଦ ହେଇନଥାନ୍ତା। ଅଭିନୟ କରୁଥିଲି, ଗୀତ ଗାଉଥିଲି, ସେଇଟା କେବେ ବନ୍ଦ ହେଇନଥାନ୍ତା। ସିନେମା ହଲକୁ ଯାଇ ଦେଖୁଥିଲି, ଏତେ ସିନେମା ଯେ ତାର ସେଇଟା ବନ୍ଦ ହେଇନଥାନ୍ତା। ଯୋଉ ପ୍ରକାର ଷ୍ଟାଇଲ ସବୁ ଥିଲା ସେଇଟା କେବେ ମୁଁ ଛାଡି ନଥାନ୍ତି। ଅନେକ ବିଷୟ ନିୟମ କଲି, ସବୁ ଛାଡି। କୁହ ମତେ ଆଉ ଶୁଦ୍ଧଚିତ ଲୋକେ ଧନ୍ୟ ମାନେ ପାପ କଣ ଅଛି ମତେ A to Z ମତେ କହ, ମୁଁ ସବୁ ଛାଡି ଦର୍ଶନ ପାଇବି। ସବୁ କଲା ପରେ ଯେତେବେଳେ ନ ମିଳିଛି, ଦିନେ ଟିକେ କାନ୍ଦିଲି। ସେଦିନ ଯୀଶୁ ଦର୍ଶନ ଦେଲେ। ବାକ୍ୟ ସଫଳ କରିବା ପାଇଁ ଗୀତ ସଂହିତା 34 ପର୍ବର 18 ପଦ ସଫଳ କରିବା ପାଇଁ କଣ ଲେଖା? ସେଠି ସଦାପ୍ରଭୁ ଭଗ୍ରାନ୍ତ କଣ ମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ଚୂର୍ଣ୍ଣ ମନ ମାନଙ୍କୁ ସେ କାନ୍ଦିବା ସମୟରେ ଯୀଶୁ ସ୍ୱୟଂ ମୁଣ୍ଡ ଉପରେ ହାତ ରଖି କଥା କଲେ, ମୁଁ ତୁମର ସମସ୍ତ ପ୍ରାର୍ଥନା ଶୁଣୁଛି, ଯାହା ଦରକାର ତାହା ମୋର। ପବିତ୍ର ବିନା କେହି ଈଶ୍ୱରଙ୍କର ଦର୍ଶନ ପାଇବ ନାହିଁ। ଏଭ୍ରି 12:14 ଲେଖା। ତେଣୁ ଦର୍ଶନ ପାଇଁ ପବିତ୍ରତା ଦରକାର। ଆଉ ଗୋଟେ କଣ କହିଲି? ପବିତ୍ର ଆତ୍ମା। ପବିତ୍ର ଆତ୍ମା କଣ? ସେଟା କଣ? ସମସ୍ତ ପ୍ରାଣୀ ଉପରେ ଆତ୍ମା ଢାଳିବା, ଜୋଏଲ 2:28 ସମସ୍ତ ପ୍ରାଣୀ ଉପରେ ଆପଣ ଆତ୍ମା ଢାଳିବା। ସେତେବେଳେ ତୁମ ପୁତ୍ରମାନେ ଭାବନା କରିବେ, ବୃଦ୍ଧ ମାନେ ସ୍ୱପ୍ନ ଦେଖିବେ, ଯୁବା ମାନେ ଦର୍ଶନ। ପବିତ୍ର ଆତ୍ମାରେ ପୂର୍ଣ୍ଣ ହବ, ଦର୍ଶନ ବଢିଯିବ। ବିଶେଷ ଦର୍ଶନ କଥା କହିବେ। ଏଇଟା ମୋର ବିଶେଷ ଦର୍ଶନ ନାହିଁ ଯେ ଯୀଶୁ ମତେ ଠିଆ ହେଲେ ସାମ୍ନାରେ ଆଉ ମତେ ଦର୍ଶନ ଦେଇ କହିଲେ, ନହେଲେ ତ ମୁଁ କରୁଥିଲି ମାନିବି ତ ନାହିଁ। ଆଉ ଯଦି ମୁଁ ସେଇ ସମୟରେ ଗୋଟେ ଚାହୁଁଛି ସତ୍ୟ ଈଶ୍ୱର କିଏ ଜାଣିବା ପାଇଁ, ଦେଖିବା ପାଇଁ, ଗୋଟେ ହିନ୍ଦୁ ଦେବତା ଆଉ ଦେବୀର ମୁଁ ଦେଖୁଛି ସତ୍ୟ ଈଶ୍ୱର କିଏ। ସେମାନେ ଜଣେ ଏମିତି ଧରିକି ସେ ଘୁରଉଥିବ, ତାକୁ ମଧ୍ୟ ଦେଖିଛି। ଆଉ ଜଣେ ସ୍ତ୍ରୀ ଲୋକ ଦେଖିଲି, ସେ ଗୋଟେ ମନ୍ଦିରରେ ଠିଆ ହେଇଛି। ମୁଁ କହୁଛି ଏମାନେ କଣ ସତ୍ୟ ଈଶ୍ୱର? ଭାବିବା ସମୟରେ ଶୂନ୍ୟ ଊର୍ଦ୍ଧ୍ୱରୁ ଆକାଶରୁ ଗୋଟେ କୃଷ ତଳକୁ ଓଲି ଆସୁଛି। ତାପରେ ସ୍ଥିର ରହିବା, ଦେଖୁଛି ଜଣେ ବ୍ୟକ୍ତିଙ୍କୁ ସଦ୍ୟ ମରା ହେଇଛି, ପ୍ରାଣ ଦେଇଛି, ରକ୍ତ ବହୁଛି, ଯୀଶୁ ଖ୍ରୀଷ୍ଟ। ମତେ କହୁଛନ୍ତି ଏ ହଉଛନ୍ତି ସେ ସତ୍ୟ ଈଶ୍ୱର। ମୁଁ ତାଙ୍କୁ ପ୍ରଣାମ କରୁଛି। ଆଉ ଦିନେ ମୁଁ ତାଙ୍କୁ ଦେଖିଲି, ଜଣେ କହିବ, ଏ ଭାଇ ତମେ ଦେଖିଲ ସତ କି ମିଛ? ମଲା ପୁଅ ବଞ୍ଚି, ତାଙ୍କ ନାଁରେ ବାଇବେଲ ଲେଖା ହଉଛି, ଯୀଶୁ ଯିଏ ବିଶ୍ୱାସ କରେ ସେ ଯେମିତି କରୁଛନ୍ତି ସେ କରିବ, ତାଠୁ ଅଧିକ କର୍ମ କରି ଯୀଶୁଙ୍କ ନାମରେ ଚିତ୍କାର କରି ଡାକିଲା ବେଳକୁ ଉଠିଗଲା। ସେ ଦର୍ଶନ କଥା ଥାଉ ପଛରେ। ଏବେ ଦେଖ ତମ ପାଇଁ RSS ଲିଡର କେମିତି ପରିବର୍ତ୍ତନ, ଟିକେ ମୁଣ୍ଡ ଛୁଇଁ ପାରିଲା, ଟିକେ ଯୁକ୍ତି କରୁଥିଲା, ଟିକେ ମତେ ଆଲୋକ କର, ମୁଁ ଟିକେ ଛୁଇଁ ପାରୁଥିଲି, ମୁଣ୍ଡ ଭଲ ହେଇଗଲା, ବଦଳି ଗଲା। ଆସିକି କହିଲା, ଯୋଉ ବାଇବେଲ ମୁଁ ଚିରିକି ଅନେକ ଥର ପଢିଛି, ପ୍ରଚାରକ ମାନଙ୍କୁ ମାରପିଟ କରିକି ଆମେ ସବୁ ଗୋବର ପାଣି ପିଇଛୁ, ସେ ବାଇବେଲ ଦିଅନ୍ତୁ ମୋର ନିଜର କରିବି। ତାପରେ ହାଇକୋର୍ଟକୁ ଯାଇକି ଆଫିଡେଭିଟ୍ କରିକି ଡୁବର ନେଇଗଲା। ରମେଶ ଚନ୍ଦ୍ର ଦାସ RSS ଲିଡର।
तो प्रभुଙ୍କର धन्यवाद से गोटे को नहीं मु काम करुच्ची पराक्रम द्वारा नहीं बड़ दिल ना मोर आत्मा द्वारा संघात बोली सदापुर कहते तेणु जो मुझे पवित्र आत्मा पूर्ण विशेष विशेष दर्शन मान प्रभु देले स्वर्ग को नहीं देखिबार 1000 वर्ष मत आमती से शांति पृथ्वी शासक कौन छोट विषय तमान को प्रभु सेमती करेंगे ना यहाँ कौन मन देवानी आज आम प्राण चलीगले चाकरी चलीज धन चलीज टंका चलीज स्त्री चलीज पिला चलीज कि आणीनु जगत किसी नहीं कि जीवा ना अनंत काल पर्यंत स्वर्ग जीशु कहले स्वर्ग रे धन संचय कर पृथ्वी जदि आम दरिद्र हवा प्रभु कहे ना किसी कहे ना कहे दरिद्र लोके धन्य आउ स्वर्ग तमान कर मात्र स्वर्ग रे जदि गरीब हो जीशु धरवे कहीं स्वर्ग रे धन कर पारे तमें वाक्य मानिल ना प्रभु को सभा कल ना तेणुक स्वर्ग रे जदि पुरस्कार इत्यादि न मिल प्रभु हमको दायी करेंगे तुम धर्म जीवन ठीक नथिला जगत किसी जाए गोटे आशीर्वाद भी हो प्रभु धन्यवाद हो तेणु प्रभु कौन करती आई दर्शन कौन से मूल कथाटा मुझे कहवा चाहूली से हब को 2 पर्वर 3 पद आउ थे टे पढ़ी दिखाते हब को 2 पर्वर 3 पद से दर्शन कारण यही दर्शन एवं निरूपित काल अपेक्षा ओ परिणाम आकांक्षा करे ओ ताहा मिथ्या हेब नहीं ताहा विलंब हेले तई पई अपेक्षा करो कारण ताहा अवश्य घटिबो विलंब हेब नहीं धन्यवाद प्रभु वाक्य पाई एडा प्रभु मते कहउछे आमान को समस्त को तमान पाखे मध्य भल भल दर्शन थाई पारे प्रभु कथा कहते प्रतिज्ञा करी आम परिवार मंडली केते सब कार्य करने को से सब किसी हेनी माने तार अर्थ नहीं जे ता हबो नै जे कहला विलंब हेले भी अपेक्षा करता एडा निश्चय सफल हबो दान्यथा हबो नै नियोजित काल को अपेक्षा करछ माने प्रभु जो समय दैछन्ती सेटा ताको अटकी रखिछि से समय पंत्रे से अन्यथा हबो नै कारण प्रभु को सेवारे आमर परिश्रम विश्वास आशीर्वाद करू आशा समस्त ठीक जिबा Praise the Lord. Hallelujah. Hallelujah. Pastor Alphonse, take प्रार्थना लीड करके नियो आवश्यक करो. Hallelujah. Praise the Lord. Praise the Lord. Praise the Lord. उदरबानी खारबा शकला रबानी दारबान दारबान उदरबाना खारबा शकला रबानी दारबानी उदरबाना रबानी हरबाना Hallelujah. Thank you, Jesus. Thank you, Jesus. Glory be your name. Sidaramani Kharava Shakta. Ilavat Ramana Daravana Hallelujah. Glory be your name. Glory be your name. आशीर्वाद करो प्रभु यीशु हालेलुया सुंदर कथा कही अमान को तुम्हें उत्साहित करछ उद्दीपित करछ धन्यवाद ये परिवार को तुम्हें दया करछ मंडली को तुम्हें दया करछ भाई प्रभु
ସେମାନଙ୍କ ତାଙ୍କ ସ୍ତ୍ରୀ ତାଙ୍କର ପୁଅ ଦେଇଥିବା ସନ୍ତାନ ମାନଙ୍କୁ ତୁମେ ବିଶେଷ ଅନୁଗ୍ରହ କର ପ୍ରଭୁ ସେମାନଙ୍କର ସହବର୍ତ୍ତୀ ତୁମେ ହୁଅ ପ୍ରଭୁ ଏରିଆ ଅଞ୍ଚଳରେ ତୁମର ସେବା କାର୍ଯ୍ୟ ସେ କରିପାରିବ ଏରିଆ ଅଞ୍ଚଳର ସମସ୍ତ ଭାର ତାଙ୍କ ହସ୍ତରେ ସମର୍ପଣ କର ପ୍ରଭୁ ତୁମେ ଯେଭଳି ତୁମେ ଦୟା କର ହାଲେଲୁୟା ତୁମେ ତାଙ୍କୁ ଉଠାଅ ଶକ୍ତିର ସହିତ ଉଠାଅ ପ୍ରବଳ ଭାବରେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯେଭଳି ପ୍ରଭୁ କାର୍ଯ୍ୟ କରିପାରିବ ହାଲେଲୁୟା ସେଥିପାଇଁ ତୁମେ ତାଙ୍କୁ ଆଶୀର୍ବାଦ କର ତାଙ୍କ ପିଲାମାନଙ୍କ ପ୍ରତ୍ୟେକଙ୍କୁ ଦୟା କର ପ୍ରଭୁ ହେରୁଡା ମଣ୍ଡଳୀକୁ ବିଶେଷ ଦୟା କର ଅନୁଗ୍ରହ କର ପ୍ରଭୁ ସେଠି ଥିବା ପ୍ରତି ବିଶ୍ୱାସୀ ଭାଇ ଭଉଣୀ ତୁମେ ଦୟା କର ଅନୁଗ୍ରହ କର ମୋହନା ଅଞ୍ଚଳକୁ ମଧ୍ୟ ଧନ୍ୟବାଦ 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 ଉଦାରବାଣୀ ଶାଖାବାରବାଣୀ ଖାନ୍ଦାରବାଣୀ ଖାଲାରବାରବା ପୁରାବା ଶାଖାବାରବାଣୀ ଖାନ୍ଦାରବାରବା ପୁରାବା ଶାଖାବାରବାଣୀ ଖାନ୍ଦାରବାରବା ହାଲେଲୁୟା ହାଲେଲୁୟା 19 ତାରିଖରୁ ବର୍ତ୍ତମାନ 24 ତାରିଖ ପର୍ଯ୍ୟନ୍ତ ତୁମ ଦାସଙ୍କୁ ଆମଙ୍କର ଗ୍ରହଣ ସୁନ୍ଦର ସୁନ୍ଦର କଥା କହି ତୁମେ ଆମକୁ ଉତ୍ସାହିତ କରୁଛ ଏଥିପାଇଁ ଧନ୍ୟବାଦ ତାଙ୍କର ସମସ୍ତ ଜୀବନକୁ ତୁମେ ବଦଳେଇଛ ଆମକୁ ମଧ୍ୟ ବଦଳିବା ପାଇଁ ତୁମେ ପ୍ରଭୁ ତାଙ୍କର ମୁଖ ଦେଇ କଥା କହୁଛ ଧନ୍ୟବାଦ ଦେଉଛୁ ପୁରାବାନୀ ଶାଖା ବାରାବାନୀ ଖାନ୍ଦାରାବାରୀ କାଲାରବା ତୁମେ ଆଶୀର୍ବାଦ କର ଅନୁଗ୍ରହ କର ସେ ଫେରି ଯିବା ପର୍ଯ୍ୟନ୍ତ ତାଙ୍କର ସ୍ୱାସ୍ଥ୍ୟ ରଖ ତାର ଜ୍ୱର ବେମାର ସବୁ ମୁକ୍ତ କର ଯେଉଁ ଜାଗାମାନଙ୍କୁ ସେ ଯିବ ପ୍ରଭୁ କୁଶଳ ଯିବ କୌଣସି କଥା ବ୍ୟଥା ଦେଖା ଯିବ ନାହିଁ ପ୍ରଭୁ ହାଲେଲୁୟା 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 ପୁରାବାନୀ ଶାଖା ବାରାବାରୀ ଖାନ୍ଦାରାବାରୀ କାଲାରବା ତୁମେ ଆଶୀର୍ବାଦ ଅନୁଗ୍ରହ କର ପ୍ରଭୁ ପାଳକମାନଙ୍କୁ ମଧ୍ୟ ପ୍ରତ୍ୟେକଙ୍କୁ ଅନୁଗ୍ରହ କର ପ୍ରଚାରକମାନଙ୍କୁ ମଧ୍ୟ ତୁମେ ବିଶେଷ ଦୟା କର କାର୍ଯ୍ୟକାରୀ ଲୋକମାନଙ୍କୁ ତୁମେ ବିଶେଷ ଦୟା କର ବର୍ତ୍ତମାନ ସମୟ ପ୍ରଭୁ ପରେ ପୁଣି ଆଉ ଜଣେ ତୁମେ ପ୍ଲସ୍ କଲ ପ୍ରଭୁ ହୋଇଥିପାଇଁ ଧନ୍ୟବାଦ ସେଇ ଜନବାବୁଙ୍କୁ ତୁମେ ବିଶେଷ ଦୟା କର ଅନୁଗ୍ରହ କର ତାଙ୍କର ଜୀବନକୁ ତୁମେ ବଦଳି ଦିଅ ତାଙ୍କ ପରିବାରକୁ ତୁମେ ବଦଳାଅ ତାଙ୍କ ଏରିଆକୁ ତୁମେ ବଦଳାଅ ଶକ୍ତିର କାର୍ଯ୍ୟ ତୁମେ କର ବୋଲି ପ୍ରାର୍ଥନା କରୁଛୁ ହାଲେଲୁୟା ଆଉ ସେ ପୁରୀରୁ ଆସିଥିବା ପିଲାକୁ ମଧ୍ୟ ତୁମେ ବିଶେଷ ତୁମେ ସେପରି ଆଶୀର୍ବାଦ ସରକାରଙ୍କ ଅଧୀନସ୍ଥ ଥିଲେ ମଧ୍ୟ ପ୍ରଭୁ ଆଉ ସେ ଧୀରେନ୍ଦ୍ର ବିଷୟକୁ ତୁମେ ଦୟା କର ତାଙ୍କ ପରିବାରକୁ ତୁମେ ଦୟା କର ହାଲେଲୁୟା ହାଲେଲୁୟା କେତେ ଉଦ୍ଯୋଗ ସହିତ ତୁମର ସେବା ପ୍ରାର୍ଥନା କରୁଛି ଆମର ସହିତ ଏପର୍ଯ୍ୟନ୍ତ ଲାଗିକି ସେ ଅଛନ୍ତି ପ୍ରଭୁ ତୁମେ ତାଙ୍କୁ ଦୟା କର ଅନୁଗ୍ରହ କରି ଆଶୀର୍ବାଦ କର ହାଲେଲୁୟା ପ୍ରେଜ୍ ଜାନା ଗ୍ଲୋରି ହାଲେଲୁୟା ପୁରାବା ଶାଖା ବାରାବାରୀ କାନ୍ଦାରାବାରୀ କାଲାରବାରବା ପ୍ରଭୁ ତୁମ ନାମରେ ଧନ୍ୟବାଦ ଖ୍ରୀଷ୍ଟ ତୁମ ନାମରେ ଧନ୍ୟବାଦ ସମସ୍ତ ବିଷୟକୁ ତୁମ ହସ୍ତରେ ତୁମ ଦାସମାନଙ୍କୁ ତୁମ ହସ୍ତରେ ଦାସଙ୍କୁ ତୁମ ହସ୍ତରେ ଦେଇ ପ୍ରାର୍ଥନା ତୁମେ ଶୁଣିଲ ବୋଲି ଧନ୍ୟବାଦ ଯୀଶୁଙ୍କ ନାମରେ এই প্রার্থনা Hallelujah. আমেন Amen. আমি দুই হাত উপরে উঠাইবা Hallelujah. Sings my soul, my Savior God to thee. How great thou art, how great thou art. Then sings my soul, my Savior God to thee. How great thou art, how great thou art. Mohano sei Prabhu Ishwara, kede mohan, kede mohan. Koribi mo prasamsa tankaro, kede mohan, kede mohan. Pastor Samrat, आशीर्वाद मागी शेष करो সোমনাথ নাই মাথিয়াস ভাই ଏତେବେଳେ ପିତା ଈଶ୍ୱରଙ୍କର ଅସୀମ ପ୍ରେମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଶାନ୍ତି ପବିତ୍ର ଆତ୍ମାଙ୍କର ଚାଳନା ପ୍ରେରଣା ଉଦ୍ଦୀପନା ଏତେବେଳେ ସବୁବେଳେ ତୁମର ସେ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ ସମସ୍ତଙ୍କ ଉପରେ Hallelujah. আমেন ଯୀଶୁଙ୍କ ନାମରେ ଯୀଶୁଙ୍କ ବାକ୍ୟରେ ଯୀଶୁଙ୍କ କୃଷରେ ଯୀଶୁଙ୍କ ରକ୍ତରେ ହାଲେଲୁୟା ହାଲେଲୁୟା परमेश्वर पिता की बोलो प्रभु यीशु ख्रीष्ट की बोलो पवित्र आत्मा की हालेलुया।